ପ୍ରବୃତ୍ତି। ଛଦ୍ମ କହିଲେ ଲୁଚି ରହିଥିବା, କପଟିର ଚେହେରା ନେଇ ରହିଥିବା, ତେଣୁ ଆମେ ଛଦ୍ମ ନାମ, ସେମିତି ଛଦ୍ମ ବେଶୀ ପ୍ରବୃତ୍ତି, ଅର୍ଥାତ୍ ଆମ ମାନଙ୍କ ଭିତରେ ଲୁଚି ରହିଥିବା ପ୍ରବୃତ୍ତି, ଯାହା କୁ ଆମେ ମାନେ ଜାଣି ପାରୁନା, ଲୁଚି ରହି ଆମର ଅନ୍ତର ଜଗତ ଭିତରେ ଯେ ବହୁତ କିଛି କାମ କରି ନେଇଯାଏ, କିନ୍ତୁ ଆମେ ତାର ଟେର ମଧ୍ୟ ପାଉନା। ତାହା ଆମ ମାନଙ୍କର ଦୁର୍ଦ୍ଦଶାର ମହାନ କାରଣ ହେଇକି ଛିଡା ହୁଏ। ଆଉ କୌଣସି ମତେ ସେଥିରୁ ରିହାଇ ପାଇବାଟା ବି ଆମ ମାନଙ୍କର ହୁଏ ନା। ଆଲୋଚନା ପ୍ରସଙ୍ଗ 16 ଖଣ୍ଡ 6/4/1949। ଠାକୁରଙ୍କୁ ଠାକୁର ନିଜ ତରଫରୁ କହୁଛନ୍ତି କଥା ପ୍ରସଙ୍ଗରେ, ଚରିତ୍ର ଗଠନର ବ୍ୟାପାରରେ କମା ସେମିକଲୋନ ବି ଉପେକ୍ଷା କରନା। ତା ମାନେ କିଛି ବି ଅତି ଛୋଟରୁ ଛୋଟ ମଧ୍ୟ କଥାକୁ ଉପେକ୍ଷା କରନା। ସାମାନ୍ୟ ସାମାନ୍ୟ ଦୋଷ ପୋଷି ରଖିଲେ ବି ତା ଏକ ସମୟରେ ମହା ବିପର୍ଯ୍ୟୟ ସୃଷ୍ଟି କରିପାରେ। ଏପରି କୌଣସି ପ୍ରବୃତ୍ତି ଯଦି ତୁମର ଥାଏ, ଯାହା ତୁମର ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ସାମାନ୍ୟତମ ବ୍ୟାଘାତ ସୃଷ୍ଟି କରେ, ତାକୁ ବିନ୍ଦୁ ମାତ୍ର ଖାତିର କରିବେନି। ନାମ ଧ୍ୟାନ ଭଜନ ନିବିଡ଼ ନିଷ୍ଠା ସହକାରେ କରିବାକୁ ହୁଏ। ମନର ଅତଳ ତଳେ ଡୁବ ମାରି ଦେଖିବାକୁ ହୁଏ, କୋଉ କାମନା, କୋଉ ବାସନା, କୋଉ ପ୍ରବୃତ୍ତି, କୋଉ ପ୍ରବଣତା ତୁମର ଇଷ୍ଟାନୁଚଳନରେ ବାଧା ସୃଷ୍ଟି କରୁଛି। ପ୍ରବୃତ୍ତି ଗୁଡ଼ିକର ବହୁ ଛଦ୍ମବେଶୀ ରୂପ ଅଛି, ଯାହା ସହଜରେ ଧରା ପଡେ ନା। ତାର ମୂଳରେ ପହଞ୍ଚି ତାକୁ ଇଷ୍ଟ ସେବାର ଅନୁକୂଳ କରି ତୋଳିବାକୁ ହବ। କେତେ ବଡ କଥା, କେତେ ବଡ ଟିପ୍ସଟେ ଆମକୁ ଦେଇଛନ୍ତି ଠାକୁର। କାରଣ ପ୍ରବୃତ୍ତିଟାକୁ ପ୍ରବୃତ୍ତି ବୋଲି ହିଁ ଆମେ ଚିହ୍ନି ପାରୁନା। ତେଣୁ ତାର ଯାହା ରୋଗ ଭୋଗ, ଯାହା କର୍ମଫଳ, ଯାହା ଦୁରାବସ୍ଥା ତା ଭୋଗିବାର କଥା ଆମେ ମାନେ ଭୋଗୁ। ପୁଣି ଅନେକ ସମୟରେ ଆମ ମାନଙ୍କର କର୍ମଫଳ ଆଉ ଗ୍ରହ ଦଶା ବି ଏମିତି ଯେ ଆମେ ଜନ୍ମ ଜାତକ ଭାବରେ ଯାହା ଗ୍ରହ ଦଶା ନେଇକି ଜନ୍ମୁ, ଯାହା କର୍ମ ନେଇକି ଜନ୍ମୁ, ତାହା ପରିବର୍ତ୍ତନ କରିବା ମଧ୍ୟ ଅନେକ ସମୟରେ ବହୁତ କଷ୍ଟସାଧ୍ୟ ହୁଏ। କାରଣ ମଣିଷ ପ୍ରବୃତ୍ତିର ଦାସ ହେଇଗଲେ ଆଉ ତାର ବୁଦ୍ଧିବୃତ୍ତି ଲୋପ ପାଇଯାଏ, ସେ ଆଗକୁ ଯାଇପାରେ ନା। ତେଣୁ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ଯାହା ବାଧା ସୃଷ୍ଟି କରେ, ସେଥିରେ ନିଜେ ଖଡଗଗ୍ରସ୍ତ ହବା ଦରକାର। ଏଇ କଥାଟା କଣ? ଆମେ ମାନେ ଜାଣୁ ଯେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ଆମ ମାନଙ୍କର ବାଧା ସୃଷ୍ଟି କରୁଥିବା ପ୍ରବୃତ୍ତି ଗୁଡାକ ଏଇ ଆହାର ନିଦ୍ରା ଭୟ ମୈଥୁନ ଅସ୍ମିତାର ଗୋଟିଏ ଗୋଟିଏ ରୂପ। ଆଉ ଏଗୁଡାକୁ ଆମେ ଚିହ୍ନି ପାରୁନା। ଯେମିତି ଗୋଟେ ଉଦାହରଣ ନିଆଯାଇପାରେ, କେହି ହୁଏତ ଇଷ୍ଟଭୃତି କରୁଛି, କିନ୍ତୁ ସେ ବହୁତ ଡେରିରେ କରୁଛି। ଏଇ ଯେମିତି ମତେ ଜଣେ ଯାଜକ ଭାଇ ପ୍ରଶ୍ନ କଲେ ମୁନିଗୁଡାରୁ, ସେ ଡକ୍ଟରଙ୍କୁ ଯାଜନ କଲେ, ସେ ଶୁଅନ୍ତି ରାତି 10ଟା 11ଟାରେ, କିନ୍ତୁ ଉଠନ୍ତି ସକାଳ 7ଟାରେ। ତାପରେ ଉଠିକି ସେ ତାଙ୍କର ଇଷ୍ଟଭୂତି ହେରିକା ଦବାକୁ 8ଟା ପ୍ରାୟ ବାଜିଯାଏ। ତାଙ୍କର ଯୁକ୍ତି କଣ ନା, ଯେ ସାଧାରଣ ସୁସ୍ଥ ମଣିଷର 7ରୁ 8 ଘଣ୍ଟା ଶୋଇବା ନିହାତି ଦରକାର। ତେଣୁ ମୁଁ ଯେତେବେଳେ ବି ଶୁଏ 7ରୁ 8 ଘଣ୍ଟା ତ ଶୋଇବି ହିଁ, କାରଣ ସେ ଡାକ୍ତର ଲୋକ, ବେଶୀ ଯୁକ୍ତି ତର୍କ କଲେ ସେ ବୁଝିବେନି। ସେ ପଚାରିଲେ ତାଙ୍କୁ କେମିତି ଆମେ ଯାଜନ କରିବା? କଥା ହଉଛି, ଯାଜନ ମାନେ ତର୍କ ବିତର୍କ କରିବା ବା ନିଜେ କେତେ ଜ୍ଞାନ ଜାଣିଛେ ତାକୁ ଲୋକ ସମ୍ମୁଖକୁ ଆଣିବା ତା ନୁହେଁ। ଯୋଉମାନଙ୍କର ସହଜ, ସୁନ୍ଦର ଆଉ ଉନ୍ନତ ସଂସ୍କାର ଥାଏ, ସେମାନେ ସ୍ୱତଃ ହିଁ ଉପରକୁ ଉଠନ୍ତି।
ଠିକ ସେମିତି 6 ରୁ 7 ଘଣ୍ଟା ଶୋଇବା ନିହାତି ଦରକାର, କିନ୍ତୁ 10ଟା 11ଟାରେ ଶୋଇଲା ପରେ ବି ଆରାମସେ 5ଟାରୁ ଉଠି ହବ। ଏଇଟା ଦେହ ପାଇଁ ଭଲ। ଏଇ କଥାଟା କିନ୍ତୁ ନିଦ୍ରାର ପ୍ରବୃତ୍ତିଟା ତାଙ୍କ ଦ୍ଵାରା କରେଇ ଦଉନାହିଁ। ଆଉ ଯେହେତୁ ନିଦ୍ରା ପ୍ରବୃତ୍ତି ତାଙ୍କ ଭିତରେ ବହୁଳ ପରିମାଣର କ୍ରିୟା କରୁଛି, ତେଣୁ ତାକୁ ତ୍ୟାଗ କରିବା ଦରକାର। ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ବାଧକ। ସେମିତି ଆପଣ ଦେଖନ୍ତୁ ସତ୍ୟନାରାୟଣ ଠାକୁରଙ୍କର ବାଣୀ, ଧୀର ହୁଅ, ତା ବୋଲି ଅଳସୁଆ ଦୀର୍ଘ ସୂତ୍ରୀ ହୁଅ ନାହିଁ। ତାମାନେ ଅଳସୁଆ ଦୀର୍ଘ ସୂତ୍ରୀର ଭାବଟା, ଧୀର ହୁଅ ମାନେ କଣ, ମାନସିକ ଭାବରେ ସ୍ଥିର ହୁଅ। କିନ୍ତୁ ଅଳସୁଆ ଦୀର୍ଘ ସୂତ୍ରୀ ହେଇଗଲେ, କାଲି କରିବି, ଆଜି କରିବି, ନାଇଁ ପରଦିନ କରିବି, ଟାଇମ ମିଳିଲାନି ଆଉ 5 ଦିନ ପରେ କରିବି, ଏମିତି କରି କରି ପକେଇ ରଖି 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 ସେ କାମଟା ମୁଣ୍ଡରୁ ପଳେଇବ, ଭ୍ୟାନିସ ହେଇଯିବ। ନହେଲେ ଯଦି ବି ହବ, ବେଶୀ ଡେରି ହେଇଗଲେ କାମ କରିବାରେ ଆଉ ସ୍ପୃହା ମଧ୍ୟ ରହିବନି। କାରଣ ବହୁତ ଡେରି ହେଲେ ତାର ଆଗ୍ରହଟା ମଣିଷର ସ୍ୱତଃ କମିଯାଏ, ବା ସେଟା ଅଲଗା କାହା ଦ୍ଵାରା ଚୋରି ହେଇଯିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ସେଇଥିପାଇଁ କି ଆମର ଗୋଟେ କଥା ରହିଛି, କାଲି ଯା କରିବ ଆଜି ତାହା କର, ଆଜି ଯା କରିବ ଏବେ, କ୍ଷଣିକ ଜୀବନ କ୍ଷଣିକେ ସରିବ, ଆଉ ତା କରିବ କେବେ। ଏଇଟା କହିବାର ଉଦ୍ଦେଶ୍ୟ ଯେ ଆମେ ମାନେ ଯଦି ପକେଇ ରଖୁ ଦୀର୍ଘ ସୂତ୍ରିତାର ଭାବଟାକୁ, ପ୍ରଶ୍ରୟ ଦଉ, ତାହେଲେ ତାହା ଆମ ମାନଙ୍କର କାମକୁ ବିଗାଡିବାର କଥାଟା ହିଁ କରିବ। ଯେମିତି ଆଜି ମଧ୍ୟ ଆପଣ ଇଣ୍ଡିଆନ ପଙ୍କ୍ଚୁଆଲିଟି ଏର କଥା ଶୁଣିଲେ ହସନ୍ତି। ଯୋଉଠି ସେମିନାର ଆରମ୍ଭ ହବ, ଯାହା କିଛି ହବ, ଆମର ସବୁବେଳେ ଅଧଘଣ୍ଟା ଘଣ୍ଟାଟେ ବିଳମ୍ବରେ ଚାଲିବ। କାରଣ ଦୀର୍ଘ ସୂତ୍ରିତା ଭାରତର ଲୋକମାନଙ୍କର ଚରିତ୍ରର ଗୋଟେ ବହୁତ ବଡ ଅବଗୁଣ। କିନ୍ତୁ ସେଇଟା ଆମକୁ ଅବଗୁଣ ହିସାବରେ କେବେ ବି ତ ଲାଗୁନି। କାହିଁକି? କାରଣ ଆମେ ଜନ୍ମଜାତକ ଭାବେ ସେଥିରେ ଅଭ୍ୟସ୍ତ। ବାପା ମା, ତାଙ୍କ ବାପା, ତାଙ୍କ ମା, ସମସ୍ତଙ୍କ ଭିତରେ ଏଇ ଗୁଣ ଗୁଡାକ ଅଛି ହିଁ। ତେଣୁ ଆମେ ଜନ୍ମରୁ ସେଇଟାକୁ ଖରାପ ବୋଲି ଆମକୁ କେହି ଶିଖେଇ ନାହାନ୍ତି, କେହି ଜଣେଇ ନାହାନ୍ତି। ତେଣୁ ଆମେ ସେଇଟା ଖରାପ ଅଭ୍ୟାସ ବୋଲି, ପ୍ରବୃତ୍ତି ବୋଲି ଆମକୁ କେହି ଜଣେଇ ହିଁ ନାହାନ୍ତି। ସମସ୍ତେ ଖାଲି କହିବେ ପାନ, ବିଡି, ଗୁଟଖା, ସିଗାରେଟ ଖାଇବା, ଏଇ ସବୁ ଗୁଡାକ ହିଁ ହଉଛି ଖରାପ ଅଭ୍ୟାସ। ଆଚ୍ଛା, ଯୋଉମାନେ ଅନେକ ଥର ଚା ପିଅନ୍ତି, କାହିଁ ଚା ପିଇବାଟା ଖରାପ ଅଭ୍ୟାସ ବୋଲି କୌଣସି ଜାଗାରେ ତ କେହି କହୁନାହାନ୍ତି। କାରଣ ତା ବିଷୟରେ ଲୋକ ସତର୍କ ନାହାନ୍ତି। ସେମିତି ଆପଣ ଦେଖନ୍ତୁ, ଯେତେବେଳେ କାହାକୁ ଟିକେ ରୋଗଗ୍ରସ୍ତ ଅବସ୍ଥା, ଡାଇବେଟିସ ର ଅବସ୍ଥା, ସିଏ ବି ମାନୁନି। ତାକୁ ଯଦି କହିବେ ନା ତୁ ଟିକେ ଭାତ ଖାଆ ନା, ଚିନି ଖାଆ ନା, ଲୁଣ ଖାଆ ନା, ମଇଦା ଖାଆ ନା, ଧଳା ଜିନିଷ ଗୁଡାକ ଖାଇବା ବନ୍ଦ କରିଦେ, ସେ ଜମା ଶୁଣିବନି। ତ ତାହେଲେ ମୁଁ ଆଉ କଣ ଖାଇବି? ମୁଁ ମଲେ ମରିବି, ମୁଁ ଆଗ ଖାଇବି ଦେ। ଇନ୍ସୁଲିନ ତ ନଉଛି, ମୋର କିଛି ଯାଏ ଆସ ନାହିଁ। ମୁଁ ଇନ୍ସୁଲିନ ନେବି, ଏପଟେ ମୁଁ ସବୁ ଖାଇବି। ତାମାନେ କଣ? ବଞ୍ଚିବାରେ ତାର ଆଗ୍ରହ ନାହିଁ। ଆଗ୍ରହ ନାହିଁ ବଞ୍ଚିବାରେ। କିନ୍ତୁ ଆମେ କହୁଛେ ଯେ ଲୋକର ମଲା ବେଳକୁ ତାର ଭାରି ଆଗ୍ରହ ଥିଲା ବଞ୍ଚିବାରେ, ଏଇଟା ମିଛ କଥା। ଆଗ୍ରହ ଅଛି ତାମାନେ ମାନିବାକୁ ସେ ଚାହେଁ ନା? ନା। ତାମାନେ ଆନ୍ତରିକ ଭାବରେ ହିଁ ତାର ଆଗ୍ରହଟା ନାହିଁ। ଠିକ ସେମିତି କଥା। ଆମ ମାନଙ୍କର ବଞ୍ଚିବା ବଢିବାର ପଥରେ, ଅର୍ଥାତ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ପଥରେ ଯାହା ବାଧକ, ତାକୁ ତତ୍କ୍ଷଣାତ୍ ତ୍ୟାଗ କରିବାକୁ ହବ। କିଛି ପଚାରିବା ଦରକାର ନାହିଁ, କିଛି ବେଶୀ ବୁଝିବା ଦରକାର ନାହିଁ, ତ୍ୟାଗ କରିବାକୁ ହବ। କିନ୍ତୁ ତ୍ୟାଗ କରିବାକୁ କହିଲେ ତ କରି ହେଇଯିବନି, ହଉନି ବି। ସେଥିପାଇଁ ମଧ୍ୟ ନିଜ ପାଖରେ ବହୁତ ରିଜିଡ୍ ହବାକୁ ପଡେ, କଠୋର ହବାକୁ ପଡେ। ତାହେଲେ ହିଁ ଯାଇ ହବ। ନିଜ ପ୍ରତି ଯଦି ଆମେ ଦୃଢ ନ ହେଇପାରୁ, କଠୋର ନ ହେଇପାରୁ, ତାହେଲେ କିନ୍ତୁ ସର୍ବନାଶ। ଯେମିତି ଆମେ
ଚାଲିଥିଲୁ ସେହି ପଥରେ ହିଁ ଚାଲିବୁ। ଏଇ କଥାର ଗୁରୁତ୍ୱଟା କଣ? ଯେ ଏଇ ପ୍ରକାରର ହୁଏ କାହିଁକି? ଆମେମାନେ ସବୁ ଜାଣୁ ଶୁଣୁ, ତାପରେ ବି ଏଇ ପ୍ରକାରର ହୁଏ ଯେତେବେଳେ ଆମେ କାହିଁକି ଏଇ ବାଧା ସୃଷ୍ଟି ତ କରୁନା? ସେଥିରୁ ଦୂରେଇ ଯିବାର କୌଣସି ବାହାନା ବି ତ କରୁନା, ବରଂ ସିଏ ଆମ ପାଇଁ ବହୁତ ଆଗ୍ରହ ପ୍ରକାଶ କରେ ବୋଲି ଆମେ ତାରି ପଛରେ ହିଁ ଲାଗିକି ଥାଉ। ଆମ ମାନଙ୍କର ଚରିତ୍ରରେ ପରିବର୍ତ୍ତନ ପ୍ରାୟ ହିଁ ଆସେନା। ଏଇ ଚରିତ୍ରର ପରିବର୍ତ୍ତନଟା ହିଁ ହଉଛି ପ୍ରକୃତ ଇଷ୍ଟାନୁରକ୍ତି। ମୂଳ କଥା ହେଲା ଆମ ମାନଙ୍କର ଇଷ୍ଟାନୁରାଗ ଆଉ ଗୁରୁ ଭକ୍ତି। ଯଦି ସେଥିରେ ମୂଳରେ ଗୋଳ ଅଛି, ଯେତେ ହିଁ ଶକ୍ତି ଲାଭ ହଉ ବା ନ ହଉ, କୌଣସି ମତେ କିଛି ହିଁ ହବନି। ତୁମେ ଯେତେ ହିଁ ପ୍ରେମବନ୍ତ ହବ, ସେତେ ହିଁ ପ୍ରାଣବନ୍ତ ହବ। ସେତେବେଳେ ତୁମର ଯଜନ, ତୁମର ସେବା, ତୁମର ବାକ୍, କର୍ମ ପ୍ରାଣବନ୍ତ ହେଇ ଉଠିବ ଚରିତ୍ରରେ। ତେଣୁ କୃଷ୍ଣ ଠାକୁରଙ୍କୁ ତାଙ୍କର ଗୁରୁ ଆଶୀର୍ବାଦ କରିଥିଲେ ଅଚ୍ୟୁତ ଭବ। ଏଇ ଅଚ୍ୟୁତ ଭବ ମାନେ କଣ? ଟା କେତେବେଳେ ବି ତୁମେ ଚ୍ୟୁତ ହୁଅ ନା, ସବୁବେଳେ ଲାଗିକି ଥାଅ, ଏକନିଷ୍ଠ ହେଇକି ଥାଅ। ଅଚ୍ୟୁତ ହବାର ଭାବନାଟା ହିଁ ହଉଛି ଏଇଆ। ଆଉ ଯେତେବେଳେ ଆମେ ମାନେ ଯାହା କରୁ, ସେଗୁଡାକ ଉନ୍ନତିର ଦିଗରେ କି ନା, ତାହା ବିଚାର କରିବାକୁ ହୁଏ। ଏଇ ଉନ୍ନତିର ଦିଗରେ ଉପରକୁ ଯିବା ପାଇଁ ଆମ ମାନଙ୍କର ଦରକାର ଅଚ୍ୟୁତ ଇଷ୍ଟନିଷ୍ଠ। ଯୋଉଠି ଯେତେ କରା ହଉନା କାହିଁକି, ଆମ ମାନଙ୍କୁ ଦରକାର ଫ୍ରମ ଦ ଡିଭାଇନ ୟୁନିଟି ଥ୍ରୁ ଦ ପ୍ରିନ୍ସିପଲ ଅଫ divine unity, eugenic culture, agriculture, irrigation and industry। ଭାଗବତ ଐକ୍ୟର ପ୍ରତିଭକୁ କେନ୍ଦ୍ର କରି ସୁପ୍ରଜନନ, କୃଷି, ପୂର୍ତ୍ତକର୍ମ ଏବଂ ଶିଳ୍ପ ନେଇ ବୈଶିଷ୍ଟ୍ୟ ପାଳି ସମ୍ବର୍ଦ୍ଧନୀ ସଂହତିର ପଥରେ ଅଗ୍ରସର ହବା। ଏହାକୁ ବାଦ ଦେଇ କିଛି ହବାର ନାହିଁ। ଆଉ ବଡ ବଡ ପ୍ରୋଜେକ୍ଟ ଗୁଡାକୁ ହାତକୁ ନବାକୁ ହୁଏ। ଯଦି ସଂକୀର୍ଣ୍ଣ ମନା ହେଇ ଆମେ କେବଳ ନିଜର ବି ପ୍ରବୃତ୍ତି ଦୂରୀକରଣ କରିବାକୁ ଚେଷ୍ଟା କରୁ, ତାହେଲେ ବି କିନ୍ତୁ କରିପାରିବୁନି। ଆମେ ଯଦି ବୃହତ୍ତର ସ୍ୱାର୍ଥ ପାଇଁ କାମ କରୁ, ତାହେଲେ ଦେଖିବେ ଆମର ପ୍ରବୃତ୍ତି ସ୍ୱତଃ ନିୟନ୍ତ୍ରିତ ହେଇଯିବ। ମାନେ ଦେଖନ୍ତୁ, ଧରାଯାଉ ଆପଣ 5ଟି ଲୋକଙ୍କୁ ବୁଲି ବୁଲି ଘର ପାଖରେ ଡାକିବେ, କଣ ପାଇଁ କି? ନା ପ୍ରାର୍ଥନା ଇଷ୍ଟବୁଦ୍ଧି ଠିକ ରେ କରିବା ପାଇଁ। ଏବେ ଆପଣଙ୍କର ସକାଳୁ ଉଠିବାର ଅଭ୍ୟାସ ଟା ନାହିଁ, କିନ୍ତୁ ଭାରି କଷ୍ଟ ହୁଏ। ଆପଣ କିନ୍ତୁ ଯଦି ସ୍ୱତଃ ଦାୟିତ୍ୱ ନିଅନ୍ତି, କେହି ଦେବେନି ଯେ ମୁଁ ପ୍ରତିଦିନ ଆମ ଘର ପାଖରେ ଥିବା ଲୋକମାନଙ୍କୁ ଏକାଠି ଗୋଟିଏ ଜାଗାରେ ବସେଇକି ଅନ୍ତତଃ ପ୍ରାର୍ଥନା କରି, ପ୍ରତି ଘରେ ଅନ୍ତତଃ ଆମେ 10 ଜଣ ଲୋକ ଯାଇ ପ୍ରାର୍ଥନା କରିବୁ। ତାମାନେ ଆପଣଙ୍କୁ କଷ୍ଟ ହଉ ପଛେ, ଯେହେତୁ ଆପଣ ଲିଡର, ଆପଣଙ୍କର ସେଇ ଅଭ୍ୟାସ ଟା ରହିଛି, ଆପଣ ଉଠି ପାରନ୍ତିନି, ତ ଆପଣ କଣ ଉଠିବେ ବାଧ୍ୟ ହେଇକି, କାରଣ ଲୋକଙ୍କୁ ଡାକିବେ, ଫୋନ କରିବେ, ରାତିରୁ ଉଠ, ଇଷ୍ଟବୁଦ୍ଧି ଦିଅ, ପ୍ରାର୍ଥନା କରିବାକୁ ତାଙ୍କ ଘରକୁ ଯିବା। ଏବେ ସେ ଲୋକଟା ବି ଦେଖନ୍ତୁ ଆକ୍ଟିଭ ହେଇଗଲା। ଯିଏ ପ୍ରାର୍ଥନା କରୁନି, ସିଏ ବି ଆକ୍ଟିଭ ହେଇଗଲା, ତା ଘରେ ଯାଇ ଟିକେ ଯାଜନ କଲେ, ତାପରେ ସିଏ ପୁଣି ସମସ୍ତଙ୍କ ଘରକୁ ଆସିଲା। ଏବେ ତାର ଉଠିବା ଟା ବି ଠିକ ହେଲା। ଆପଣ 5 ଜଣଙ୍କୁ ଉଠେଇବେ, ତାମାନେ ଆପଣ ଆଗ ତରିଆ ଉଠିବେ। ଏବେ ଆପଣଙ୍କର ବି ଠିକ ହେଲା, ଆଉ 5 ଜଣଙ୍କର ବି ଠିକ ହେଲା। କିନ୍ତୁ ଏଇଟା ଆପଣ ଘରେ ଚାହିଁଥିଲେ ପାରିନଥାନ୍ତେ ବିଶେଷ, କାରଣ ଘରେ ଆପଣଙ୍କୁ ଖାଲି ଶୋଇବାକୁ ହିଁ ଇଚ୍ଛା ହବ। କିନ୍ତୁ ଆପଣ ଗୋଟେ ଇଷ୍ଟଙ୍କର ଦାୟିତ୍ବ ନେଲେ, ଦେଖନ୍ତୁ ଆପଣଙ୍କର ଉଠିବା ଟା ଠିକ ହେଇଗଲା।
ସେମିତି ଇଷ୍ଟଙ୍କର ଯୋଉ ବି କାମ ଆମେ ବୃହତ୍ତର ସ୍ୱାର୍ଥ ପାଇଁ କରିବା, ତାହେଲେ ବିଶ୍ୱାସ କରନ୍ତୁ ଯେ ଆପଣ ମାନଙ୍କର ଭୂୟସୀ ମଙ୍ଗଳ ହବ। ସେଥିପାଇଁ ଠାକୁର କହିଲେ, ଯିଏ ନିଜ ପାଇଁ କରେ ସେ ଆତ୍ମ ପ୍ରଚାର କରେ, ଯିଏ ଗୁରୁଙ୍କ ପାଇଁ କରେ ସେ ପ୍ରକୃତରେ ହିଁ କାମ କରେ। ତାମାନେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ବ୍ୟାପାର ସମ୍ପୂର୍ଣ୍ଣ ରୂପରେ ମଣିଷର ନିଜସ୍ୱ। ନିଜର ଆତ୍ମିକ ଉନ୍ନତି ନାହିଁ, କିନ୍ତୁ ସାରା ଜଗତର ଆତ୍ମିକ ଉନ୍ନତିର କଥା ମୁଁ ଚିନ୍ତା କରୁଛି। ତାହା କେମିତି ହବ? ମୁଁ ନିଜେ ସକାଳୁ ହିଁ ଉଠିପାରେ ନା, ଇଷ୍ଟଭୃତି ଦେଇପାରେ ନା, ତାହେଲେ ମୁଁ ଅଲଗା 10 ଜଣଙ୍କୁ ଦୀକ୍ଷା ଦେବି, ସେଥିରେ ଇଷ୍ଟଭୃତି ତାଙ୍କୁ କେମିତି କରେଇବି? କାରଣ ସେମାନେ ତ ମତେ ସବୁବେଳେ ଦେଖୁଛନ୍ତି, ଆମ ଘର ପାଖ, ନୋଟିସ କରୁଛନ୍ତି ଯେ ମୁଁ ତ ସକାଳ 10ଟା ଯାଏ ଉଠି ପାରୁନି, ମୁଁ ଅଲଗା ମାନଙ୍କୁ କେମିତି କରେଇବି? ତ ମୁଁ ଦୀକ୍ଷା ଯଦି ସେମାନଙ୍କୁ ନବାର କଥା କୁହେ, ତାହେଲେ ତ ସେମାନେ ମୋ ଉପରେ ହସିବେ ହିଁ ହସିବେ। କାରଣ ସେମାନେ ଯେ ଜାଣନ୍ତି ମୋର ଏଇ ପ୍ରବୃତ୍ତିଟା ହିଁ ମୁଁ ତ୍ୟାଗ କରିପାରିନି। ତାମାନେ ତମେ ଯଦି ଦୀକ୍ଷା ନେଇ 15-20 ବର୍ଷ ହେଲାଣି ବା 50 ବର୍ଷ ହେଲାଣି, ଦୀକ୍ଷା ମାନେ ଏଇ ଖରାପ ଟିକି ଟିକି ପ୍ରବୃତ୍ତି ଯୋଉଟା ଭିତରେ ତ ଅନେକ ହିଁ ରହିଛି, କିନ୍ତୁ ଖରାପ ଟିକି ଟିକି ପ୍ରବୃତ୍ତି ଗୁଡାକ ଯଦି ଦୂରୀକରଣ କରି ନ ପାର, ତାହେଲେ ଦୀକ୍ଷା ନବାର ସାର୍ଥକତା ନାହିଁ କୋଉଠି? ଏଇଟା ବୁଝିବା ଦରକାର। ତେଣୁ ଉନ୍ନତି କରିବାକୁ ହେଲେ ଆମକୁ ଦରକାର କଣ? ନା ଐକ୍ୟର ପ୍ରତିଭୂକୁ କେନ୍ଦ୍ର କରି ଆମେ ସମସ୍ତେ ଏକଜୁଟ ହବା। ସୁପ୍ରଜନନ ଏକା ସାଙ୍ଗରେ କୃଷି, ଶିଳ୍ପ, ପୂର୍ତକର୍ମ, ଇରିଗେସନ, ଜଳସେଚନ ଯୋଉଟା ଆମେ କହୁଛେ, ସେଥିପାଇଁ ଠାକୁର ଗୋଟେ ବାଣୀ ଦେଇ କହୁଛନ୍ତି, ବିଘା ପ୍ରତି 2.5 କଠା ରୋଜିର 2.5 ଅଣା, ଇଷ୍ଟ ସେବାରେ ଅର୍ଘ୍ୟ ଦେଇ ବୃଦ୍ଧିରେ ଚଳ ଟଣା। ମାନେ ବିଘା, ଏଟା ଜମିର ଗୋଟେ ମାପ। ପ୍ରତି ବିଘା ପ୍ରତି 2.5 କଠା ହିସାବରେ ରୋଜର 2.5 ଅଣା ତୁମେ ରଖିବ, ଆଉ ସେଟାକୁ ଇଷ୍ଟ ସେବାରେ ଅର୍ଘ୍ୟରେ ଲଗେଇବ। ଆମେ ମାନେ ଇଷ୍ଟଭୃତି ଦେଇ ଦଉଛେ, ଭାବୁଛେ ବହୁତ ବଡ କାମ ହବ, କିନ୍ତୁ ଆପଣ ଦେଖନ୍ତୁ ଆମ ମାନଙ୍କର ସ୍ଥାନେ ସ୍ଥାନେ ବିଭିନ୍ନ ସତ୍ସଙ୍ଗ ବିହାର ଅଛି, ମନ୍ଦିର ଅଛି, କେନ୍ଦ୍ର ଅଛି, କିନ୍ତୁ ଲୋକ ନାହାନ୍ତି। ବର୍ଷକୁ ଥରେ ଉତ୍ସବରେ ଲୋକ ହୁଅନ୍ତି, ଅଲଗା ବେଳେ ସେଠି ଲୋକ ନାହାନ୍ତି। ତେଣୁ ଇଷ୍ଟକର୍ମ ଯେମିତି ହବା କଥା ହଉନାହିଁ। କେମିତି ହବା କଥା? ଆମେ ମାନେ ଯୋଉ ଜାଗାରେ ଯେମିତି ଲୋକ ଅଛନ୍ତି ସମସ୍ତେ ଏକଜୁଟ ହବା। ଏକଜୁଟ ହେଇ ସାରିଲା ପରେ ଆମ ମାନଙ୍କର ଗୋଟିଏ ଲକ୍ଷ୍ୟ ରହିବ ଯେ ଆମେ ସମସ୍ତେ ସେଇଠୁ ଯାଜନ ପରିକ୍ରମାରେ ଯିବା। ଆମ ମାନଙ୍କର କିନ୍ତୁ ଲକ୍ଷ୍ୟ କଣ? ନା ଆମେ ମନ୍ଦିର ସଫା କରିବା, ମନ୍ଦିର ଧୋଇବା, ଏଇଟା ଆମର ଉଦ୍ଦେଶ୍ୟ। କିନ୍ତୁ ସମସ୍ତେ ଯାଜନ ପରିକ୍ରମାରେ ଏକାଠି ଯିବା, ଏଇଟା ଆମର ଉଦ୍ଦେଶ୍ୟ ନୁହେଁ। ପୁଣି ତା ତ ନୁହଁ, ଠାକୁର କଣ କହିଲେ? ନା ସୁପ୍ରଜନନ, କୃଷି, ପୂର୍ତ କର୍ମ, ଶିଳ୍ପ, ଏକା ସାଙ୍ଗରେ କୃଷି କରୁଥିବା ଲୋକଙ୍କ ପାଖରେ ଆୱାରନେସ ସୃଷ୍ଟି କରେଇବା। ମୁଁ କାଲି କଲେଜରେ ଥାଏ, କଲେ ଦେଖନ୍ତୁ ଆମେ ମାନେ ଇଷ୍ଟକର୍ମ କହିଲେ କଣ ବୁଝୁଛେ, ସେଇଟା ହେଲା ସବୁଠୁ ବଡ କଥା। ଆମେ ମାନେ ଇଷ୍ଟକର୍ମ କହିଲେ କଣ ବୁଝୁଛେ? ସତ୍ସଙ୍ଗରେ ଯାଇ ବସିବା, ଇଷ୍ଟ ବୃତ୍ତିଟି ଦବା, 2 ଓଳି ଟିକେ ପ୍ରାର୍ଥନା କରିଦବା, ଏଇଟା ଆମର ଗୋଟେ ବିଗେଷ୍ଟ ଇଷ୍ଟ କର୍ମ। ଆଉ କିଛି ନାହିଁ। ଖାଲି ଏତିକି କଲେ କଣ ମଣିଷ ବଞ୍ଚିବ? ଆପଣ ଦେଖନ୍ତୁ ବାଂଲାଦେଶର ଅବସ୍ଥା କଣ? ପ୍ରଧାନମନ୍ତ୍ରୀ ତାଙ୍କର ଛାଡିକି ମାନେ ଜୀବନ ବଞ୍ଚେଇକି ଭାରତରେ ଆସି ପହଞ୍ଚିଲେ, ୟୁରୋପ କୁ ଯିବେ। ଏଇ ପ୍ରକାର ଅବସ୍ଥା ବାଂଲାଦେଶରେ ହେଲା। ମୁସଲିମ ମାନେ ହିନ୍ଦୁ ମାନଙ୍କ ପ୍ରତି ସଂରକ୍ଷଣର ଭାବ ନେଇ କୋଉ ପ୍ରକାରର ଅବସ୍ଥା ସୃଷ୍ଟି କଲେ। ହିନ୍ଦୁ ଦେବାଦେବୀ ମାନଙ୍କୁ ଜାଳି ଦେଲେ। ଇଭିନ ଗୋଟେ ମୁସଲମାନ ପିଲା ହିନ୍ଦୁ ଚରିତ୍ରରେ ଅଭିନୟ କଲା ବୋଲି ତା ବାପା ତାକୁ 2 ଜଣ ଯାକ ମଧ୍ୟ ମାରି ଦେଇଛନ୍ତି। ଆମ ମାନଙ୍କର ସଂହତି ନାହିଁ।
ଆମେ ମାନେ ଇଷ୍ଟ କର୍ମ କହିଲେ କଣ ବୁଝୁଛେ? ପ୍ରାର୍ଥନା କରିବା, ଇଏ କରିବା, ସିଏ କରିବା। କିନ୍ତୁ ମନ୍ଦିରରେ ଦେଖା ହେଲେ ବି ଆମମାନଙ୍କର ଏକାଠି ହବାର ଗୋଟେ ଭାବ ନାହିଁ। ସପ୍ତାହକୁ ଥରେ ଆମେ ମାନେ ଏକାଠି ହବା, ଆମମାନଙ୍କ ପାଖରେ ବେଳ ନାହିଁ ଅନ୍ତତଃ। ପୁଣି ଆମେ ମାନେ ଏକ୍ସଟ୍ରା ପଇସା ରଖିବା ଯୋଉଥିରେ କି ଗୋଟେ ଜନମଙ୍ଗଳକର କାର୍ଯ୍ୟ କରିବା। ମୁଁ କାଲିର ଉଦାହରଣ ଦଉଥିଲି ଯେ ଆମର କଲେଜର ଜଣେ ଆଲୁମି ନାହିଁ, ସେ ଚାକିରି କଲେନି, ସେ ବି ବହୁତ ପଢିଛନ୍ତି, କିନ୍ତୁ ସିଏ ବିଭିନ୍ନ ପ୍ରକାର ଧାନ ଚାଷ କରି ପ୍ୟାଟେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା କମଉଛନ୍ତି। ଚାଷୀ ମାନଙ୍କୁ ଡକେଇ ତାଙ୍କୁ ସେ ଆୱାରନେସ ସୃଷ୍ଟି କରେଇଲେ। ଆପଣ ଦେଖନ୍ତୁ ଓଡିଶାରେ, ଓଡିଶାନ କଣ୍ଟେଷ୍ଟରେ ଆମେ ଚିନ୍ତା କରିବା, ଭାରତ ତ ବହୁତ ବଡ, ଆମର ଏଠି କୃଷି ହଉନି। ଆପଣ ଦେଖନ୍ତୁ ଆଳିଆ ଆସିନି, ଆମର ଲୋକମାନଙ୍କର ନାଇଁ ଆମେ ମାଛ ପରିବା ଆମେ ଛାଡିବୁନି। ଆନ୍ଧ୍ରର ଗାଡିକୁ ଓଡିଶା ବର୍ଡର ଦେଇକି ଯୋଉଟା ଯିବ ୱେଷ୍ଟବେଙ୍ଗଲ ଛାଡିବୁନି, କାରଣ ୱେଷ୍ଟବେଙ୍ଗଲରୁ ମମତା ବାନାର୍ଜୀ ଆମକୁ ଆଳୁ ଛାଡୁନାହାନ୍ତି। ଇଷ୍ଟକର୍ମଟା ବି ଏଇଟା ବି, କାରଣ ଯଦି ଏଇନା ପନିପରିବାଟା ନ ଆସିବ ଆମେ ତାକୁ ବିନା ଖାଇବାରେ ମରିଯିବା। ଖାଲି ପ୍ରାର୍ଥନା କରିକି ବଞ୍ଚିବା ନା ଖାଲି ଇଷ୍ଟବୃତ୍ତି କରିକି ବଞ୍ଚିବା? ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ବୋଲି ଠାକୁର କହିଲେ, କେତେ ବଡ କଥା। ଆମ ମାନଙ୍କ ଭିତରେ ଆକ୍ଚୁଆଲି କଣ କ୍ରିୟା କରୁଛି ଛଦ୍ମବେଶୀ ପ୍ରବୃତ୍ତି ରୂପରେ, ଯେ ସିଏ ଆମକୁ ଆଳୁ ଦବନି ତ ଆମେ ଆଳୁ ଛାଡିବାନି, ଏଇ ଯୋଉ ଅଲଗା ମାଛ ଫାଛ ଏଇ ସବୁ ଛାଡିବାନି। ତାମାନେ ଜିଦ୍ଦି ଯେ ତମେ ଛାଡିବାକୁ ବାଧ୍ୟ। ଆଚ୍ଛା, ଆଳୁ ଚାଷ କରିବାର କଥା କାହିଁ ଆମ ଲୋକମାନେ ତ ଭାବି ପାରିଲେନି? ପିଆଜ ଯାହା ଚାଷ କରୁଥିଲେ ଆଉ ଟଙ୍କିକା ଚାଉଳ ଖାଇଲା ପରେ ତ କଲେନି। ଓଡିଶାରେ କଣ କିଛି ଚାଷ ହବନି? ଓଡିଶାର ଚାଷୀ ମାନଙ୍କ ପାଇଁ କାହିଁକି ଶୀତଳ ଭଣ୍ଡାର କରାଯିବନି? କାହିଁ ତାର ଦରଦାମ ବଢାଯିବନି? ବିକ୍ରି ବସ୍ତା ପ୍ରତି ବିକ୍ରି କାହିଁ ହବନି? ଆମେ ସବୁବେଳେ କାହିଁକି ୱେଷ୍ଟବେଙ୍ଗଲ ଉପରେ ନିର୍ଭରଶୀଳ ହବୁ? ତେଣୁ ଆମ ମାନଙ୍କୁ ବି ଗୋଟେ ଗୋଟେ ଲେସନ, ଉପଯୁକ୍ତ ଶିକ୍ଷା ଦରକାର। ତେଣୁ ଆମେ ଯେ ଭାବୁଛୁ ଇଷ୍ଟ କର୍ମଟା କଣ ନା, ଏଇ ଖାଲି ସତ୍ସଙ୍ଗ କରିବୁ, ଲୋକଙ୍କୁ ଭୋଜି ଭାତ ଖାଇବାକୁ ଦବୁ ଆଉ ନିଜ ସ୍ୱାର୍ଥରେ, ସେଠି ସତ୍ସଙ୍ଗ ନାହିଁ। ସେଠି ନାହିଁ। ସତ୍ସଙ୍ଗ କହିଲେ ତା ବୁଝାଏ ନା, ସତ୍ତାର ସଙ୍ଗୀ ଯିଏ ସତ୍ସଙ୍ଗୀ। ଆଉ ସତ୍ତାର ସଙ୍ଗୀ ବିଶ୍ଵ ବ୍ରହ୍ମାଣ୍ଡରେ ସମସ୍ତେ ହିଁ, ସବୁ ଜୀବ, ସବୁ ଗଛ, ସବୁ ଲତା, ସମସ୍ତେ ହିଁ ସତ୍ସଙ୍ଗୀ। ଏଇଠି ଆମ ମାନଙ୍କର କଣ କାମ କଲା? ଇଗୋ କ୍ଲାସ କଲା। ଆମେ ମାନେ କୃଷିଟା ବି ପୁଣି ଦେଖନ୍ତୁ, ଠାକୁର ଗୋଟେ ୱାର୍ଡ ୟୁଜ କଲେ ଯେ ଫ୍ରମ ଦ ଡିଭାଇନ ୟୁନିଟି, ଈଶ୍ୱରଙ୍କୁ ନେଇ ଏକତ୍ରୀକରଣ, ଥ୍ରୁ ଦ ପ୍ରିନ୍ସିପଲ ଅଫ ଡିଭାଇନ ୟୁନିଟି। ପୁଣି ପ୍ରିନ୍ସିପୁଲ ଭାଗବତର ବିଧାନ ଅନୁସାରେ ଏକାଠି ହବା, ଭାଗବତ ଅନୁସାରେ ଚାଷ ହବ। କିନ୍ତୁ ଆମର ଲୋକମାନେ ସେ ଦିଗରେ ନଜର ନାହିଁ। ଆଜି ଆପଣ ଦେଖନ୍ତୁ, ସବୁବେଳେ ମଣିଷ ଶିଖେ, ସବୁ ଜିନିଷ ଆମେ ଜାଣୁନା। ଅଲଗା ମାନଙ୍କର ସଙ୍ଗ କଲେ ଆମେ ଜାଣିପାରନ୍ତୁ। ଆମେ ମାନେ ଭାରତରେ ଦେଖନ୍ତୁ, ଛଦ୍ମବେଶୀ ପ୍ରବୃତ୍ତି ଆମ ମାନଙ୍କର ଅହଂଟା କେତେ କ୍ରିୟା କରୁଛି। ଆମେ ମାନେ ବୃହତ୍ତର ସ୍ୱାର୍ଥର ଦିଗରେ ଯଦି ଚିନ୍ତା କରିବା, ତାହେଲେ ଆମର ପ୍ରବୃତ୍ତି ନିୟନ୍ତ୍ରଣ ସ୍ୱତଃ ହିଁ ହବ। ଘରେ ବସି ଆମେ ନିୟନ୍ତ୍ରଣ କରିପାରିବାନି। କାମକୁ ବାହାରି ଗଲେ କିନ୍ତୁ ଅଟୋମେଟିକ ହେଇଯାଇଥିବ। ଆପଣ ଚିନ୍ତା ବି, ଯେମିତି ଆପଣ ଦେଖନ୍ତୁ, କୌଣସି ଗୋଟେ ବାହାଘରରେ ଆପଣ କାମ କରୁଛନ୍ତି ବା ଅଫିସରେ ବ୍ୟସ୍ତରେ କାମ କରୁଛନ୍ତି, ଦିନ 3ଟା ହେଲାଣି ଆପଣ ଖାଇ ପାରୁନାହାନ୍ତି। 3ଟା ବେଳକୁ ଖାଇଲେ କେମିତି ରହିଲେ? ଆପଣ 11ଟା ବେଳେ ଖାଇବା କଥା, କିନ୍ତୁ ଏତେ କାମ ପଡୁଛି ଯେ ଆପଣ ଖାଇ ହିଁ ପାରୁନାହାନ୍ତି। 3ଟା ବେଳେ ଖାଇଲେ କଣ ପାଇଁ ଖାଇଲେ? କାରଣ ଆପଣଙ୍କର କାମ ପଡିଲା ବୋଲି ତ ଖାଇଲେ। କାମ ନଥିଲେ ଘରେ ଖାଇ ପିଇକି ଶୋଇଥାନ୍ତେ। ଏବେ ବୃହତ୍ତର କାମ କଲେ ବୋଲି ତ ଆପଣ ଏଇଟା ପାଇଲେ। ତେଣୁ ଆମେ ଯଦି ବିରାଟ କାମ କରିବାକୁ ଯାଉ, କଣ ବିରାଟ କାମ? ଆମ ମାନଙ୍କର କାମ କଣ ଥିଲା? ଠାକୁର ଋତିକ ମାନଙ୍କର କଥା ନେଇ କହୁଛନ୍ତି, ସବୁଆଡେ ଇଷ୍ଟ କର୍ମଟାକୁ ପ୍ରଚାର କରିବା ଦରକାର। ପ୍ରଥମେ ଦୀକ୍ଷାର କଥା କେହି ଶୁଣନ୍ତିନି, କିନ୍ତୁ ସେବା ଭିତର ଦେଇ ଦୀକ୍ଷା କରିବାର କଥା ତ କେହି ଚିନ୍ତା କରୁନାହାନ୍ତି। ଆମେ କାହାକୁ ତ ମୋଟିଭେଟ କରଉନୁ ଚାଷ କରିବା ପାଇଁ, ପୁଣି ଉନ୍ନତ ଚାଷ କରିବା ପାଇଁ। ଆମ ମାନଙ୍କର ବଡ ଲେବୁଲରେ, ବଡ ସ୍ତରରେ ଆପଣ ଦେଖନ୍ତୁ, ଉତ୍ସବର କଥା ଯଦି ଏଇନା ଉଠୁଛି ପୁରୀରେ, ଆଗମନୀ ଉତ୍ସବ ହବ ବା ହବ, ଆମେ ବଡ ବଡ ଆମର ସବୁ ଅଛନ୍ତି ଦାଦା ମାନେ,
ओएस ऑफिसर केते बड़ बड़ सब अछंती सेठी कहिकी परमिशन आनिकी पुणी एते बड़ तालबणिया रे उत्सव हेई पारुची पुणी बड़ बड़ ग्राउंड गुडाकरे उत्सव हेई पारुची सेतेबेले चिन्हा जणा मिलुचंती सेतेबेले मुख्यमंत्री को डाकिबाटा होउचंती सत्संग तरफरु केबे विभिन्न जनसचेतन कार्यक्रम करा जाउची कि कौन जन सचेतन अवश्य से ह्यूज फंडिंग दरकार से ठाकुर कहले सत्संगी मानकर काम कौन कौन फंडिंग ए जो कौन आमे काम करूचे पॉलिकल्चर र कथा आमे बहु पूर्व हेलाणी आपण देखंतु सब डेनमार्क फिनलैंड फिलिपाइंस से गुड़ाक बहुत बरफ पड़े ना छोट छोट राज्य गुड़ाक से देशर मान्यता पाइछंती से माने पॉलिकल्चर करंती आमर चाषी माने ओडिसा रे सोई पडिछंती कल्चर करिबा नाही केवल आगु को आमे माने देखुछु कि आमर केते खराब समय आस ହଁ ରମାକାନ୍ତ ଭାଇ କୁହନ୍ତୁ। ରମାକାନ୍ତ ଭାଇ କୋଷ୍ଟ ହେଇଯାଇଛନ୍ତି କୁହନ୍ତୁ। तेणु एई प्रकार कथा जे आमे माने पॉलिकल्चर करिबार कथा शिखै पारुना से केवल पुणी इंस्टीट्यूशनाली गोटे दिगरे सीमित जो फार्मिंग करी आमे माने कोटी कोटी टंका कमांते जेमती आपण देखंतु फिनाइल प्रोडक्शन जेमती मशरूम फार्मिंग हैला सेमती आहुरी बहुत प्रकार फल चाष अछि आमे माने जानिनु सेई शिक्षाटा आम मानकु वर्तमान प्रदत्त हेनी जेमती कि लिचु चाष करछि सेउ चाष करूचंती किंतु तार प्रोडक्शन इज वेरी लो के जानना गोटे दीटा घरे मात्र होछि बाहर बहुत कैक्टस फल जोटा को आपण ड्रैगन फ्रूट बोली देखुथिबे तार दामटा भी 304 देखो इष्ट स्वार्थ ता मनीषर केवल ही प्रार्थना करिबा इष्टवृत्ति करिबा टिके प्रवचन देइदबा एगुडा इष्ट कर्म नुहे एगुडा होची बाह्य औपचारिकता कर्म किंतु आंतरिक भाव में परिवर्तन हवा को ठाकुर जोटा कहले डिवाइन यूनिटी दरकार डिवाइन यूनिटी माने कौन इष्ट को नहीं एकत्रीकरण हवा दरकार किंतु आपण गोटे डकरा दिंतु सकाळु आसिक भाई माने प्रार्थना करिवे प्राय 2-4टा जाइथिबे आ सब सोई पड़िथिबे भाई टिके उठिबोनी भाई टिके काम थिला किछि नाही तो बाहाना भाई टिके काम थिला तो किंतु प्रकृत कथा से सोईथिबो सकाळ 8टा जे किछि काम दाम नाही बाहाना करिबाटा होछि आम माने गोटे चिराचरित अभ्यास एते बाहाना बाज आमे माने जे इष्ट कर्म डिवाइन यूनिटी आम मानकर नाही एकजुट हबार नाही तेणु आम मानकर निकट भविष्य अंत बहुत माने विलय होइजिवो कारण आमे जे एकाठी होउने एई संगति आमे सब बेले पिला बळु पढ़ी आसीचु एसआई रे लेखि आसीचु यूनिटी इज स्ट्रेंथ डिवाइडेड वी फॉल लेखु संग माने अल्प नामापि वस्तुनाम संगति ही कार्य साधिका काई स्कूल ले लेखिकी कोटेशन लेखि नंबर पाई आम मानक भितर संगति काहे कि नाही आ डिवाइन यूनिटी इष्टंकर गोटे डकरारे आमे समस्ते एकाठी हबा एकाठी हम कौन जाकि बस पड़िया सिटी प्रवचन शुणिया पळी आसिया पुणी ना केते बड़ कथा युद्ध क्षेत्र में सेनापतिर दायित्व तुमर दायित्व बेसी एठी प्रवृत्ति कौन क्रिया करुची कहले अहं क्रिया करुची लुचिकी आलस्य क्रिया करुची काम भाव ही सब गोटे गोटे रूप केतेबेले दीर्घ सूत्रिता क्रिया कलानी तो केतेबेले क्रूर स्वभाव क्रिया कलानी छद्म बेसी प्रवृत्ति तेणु आमे माने प्रवृत्ति को प्रवृत्ति बोली चिन्हि पारिले तार निराकरण टा निहाती रूप में करि पारंतु
କିନ୍ତୁ ଆମେ ମାନେ ପ୍ରବୃତ୍ତିକୁ ପ୍ରବୃତ୍ତି ବୋଲି ହିଁ ଚିହ୍ନୁନା। ତେଣୁ ହିଁ ତ ଆମ ମାନଙ୍କର ଯାହା ଅସୁବିଧା ହବାର କଥା ତାହା ହଉଛି। ଆମେ ମାନେ କଣ, ଯୋଉଟା ମୁଁ କହିଲି, କଣ ସଚେତନତାର ଭାବ ଆମ ମାନଙ୍କ ଭିତରେ ରହିଛି, ତା ନାହିଁ। ସେମିତି ଆଉ ଗୋଟେ ସଚେତନତାର ନାଁ ଦେଖନ୍ତୁ, ଆମେ ତ ସତ୍ସଙ୍ଗ ତରଫରୁ କରୁନା, ଆଉ ବହୁତ ଫଣ୍ଡ ଆଣି ସରକାରଙ୍କ ତରଫରୁ ବଡ ବଡ ଇନଷ୍ଟିଚ୍ୟୁଟ ମାନେ କେମିତି ଠକନ୍ତି, ଆମର ତା ଉପରେ ବି କିଛି ନଜର ନାହିଁ। ସତ୍ସଙ୍ଗର, ଦେଶର ଭବିଷ୍ୟତ ନିର୍ଭର କରୁଛି ସତ୍ସଙ୍ଗର ଉପରେ। କିନ୍ତୁ ଆମେମାନେ ସତ୍ସଙ୍ଗରେ କେତେ ସୀମିତ, କୋଉ ଦିଗରେ ଆମର ନଜର ନାହିଁ, କୋଉ ଦିଗରେ ଆମର ବ୍ୟାପ୍ତି ନାହିଁ। ଆମେ ମାନେ ନିଜର ଗଣ୍ଡି ସ୍ୱାର୍ଥରେ ଆବଦ୍ଧ। ତେଣୁ ଆମ ମାନଙ୍କର ବିସ୍ତୃତି ବୋଲି ବି କିଛି ହିଁ ନାହିଁ। କେମିତି ଦେଖନ୍ତୁ, ମୁଁ ଯାଇଥାଏ ସେମିତି ଗୋଟେ CTCRI, ସେଣ୍ଟ୍ରାଲ ଟ୍ୟୁବର କ୍ରପ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ। ସେ କଣ ରିସର୍ଚ୍ଚ କରୁଛନ୍ତି, କଣ ପେପର ପବ୍ଲିଶ କରୁଛନ୍ତି ଅଲଗା କଥା, କିନ୍ତୁ ସେଠୁ ତ ଆମେ କେବେ ଦିନକ ପାଇଁ ଶୁଣିନୁ ଯେ ଟ୍ୟୁବର କହିଲେ ଆଳୁ ହେଲା ଗୋଟେ ଟ୍ୟୁବର, ଆପଣଙ୍କର ଅଦା, ଆପଣଙ୍କର ହଳଦୀ, ଏଇ ସବୁ ଗୁଡାକ ସେଥିରେ ଆସିବେ। କଣ ଭେରାଇଟି ବାହାର କରୁଛ, କଣ କାଇଁ ଆମେ ତ ଦେଖିପାରୁନୁ? ଚାଷୀଙ୍କ ପାଖରେ କଣ ତମେ ଉପଲବ୍ଧ କରଉଛ? ଥରେ ଗୋଟେ ସେମିନାର କରିଥାଏ, ଆମେ ଯାଇଥିଲୁ। ଚାଷୀ ମାନେ 5-10ଟି ଥିଲେ। ପ୍ରଥମ ସେ ଇଂଲିଶ ଫିଙ୍ଗଲିଶ ରେ କହିଲେ, ଅଧା ଉଠିକି ପଳେଇଲେ। ଖାଇଲା 2ଟା ଟାଇମ ହେଲା, ଖାଇଦେଇକି ସବୁ ପଳେଇଲେ। ତାପରେ ସେକେଣ୍ଡ ହାଫରେ କେହି ନାହାନ୍ତି, ନାମକୁ ମାତ୍ର ଖାଲି ଗୋଟେ ସାର୍ଟିଫିକେଟ ଫାଇଲ ଦେଲେ, ସୁନ୍ଦର ଭାବରେ ଯେହେତୁ ପଇସା ଆଣିଥିଲେ ଖର୍ଚ୍ଚ କରିକି ଦେଖେଇବାର ଅଛି ଯେ ଆମେ ଏହା ସେମିନାର କଲୁ। ନା କୋଉ ଚାଷୀ ଉପକୃତ ହେଲେ, ନା କିଛି ହେଲା, କାରଣ ଇଂଲିଶ ରେ କହିଲେ। ତେଣୁ କଥା ହଉଛି ଯେ ଆମେ ମାନେ କଣ ଦିଗରେ ଆମର ପ୍ରଚେଷ୍ଟା। ସତ୍ସଙ୍ଗରେ ଏଇ ସବୁ କାମ କରିବାର କଥା ତ ଠାକୁର କେଷ୍ଟଦାଙ୍କର ଦିନପଞ୍ଜିରେ ବହୁ ମୂଳରୁ କହିଛନ୍ତି। ଆମେ ଲୋକମାନଙ୍କ ଭିତରେ ଜାଗରଣ କରିବା ପାଇଁ ଗୋଟେ ଗୋଟେ ପାମ୍ପଲେଟ ଦବା କଥା ତ ଦଉନୁ। ଅନଲାଇନ କୁ ଯେମିତି ସେୟାର କରିବାର କଥା ତ କରୁନୁ। ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଫିଜିକାଲି ଯିବାର କଥା ତ ଯାଇ ହିଁ ପାରୁନୁ। ତାହେଲେ ଆମେ କୋଉ ଦିଗରେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ଟା କରୁଛୁ, ଯେ ଆମର ପ୍ରବୃତ୍ତି ଟା କେମିତି ନିୟନ୍ତ୍ରିତ ହବ। ତାପରେ ପୁଣି ଆମେ କହୁଛୁ ଯେ ବଡ ବଡ ଇଷ୍ଟକର୍ମୀ ବହୁତ ଭଜନ କୀର୍ତ୍ତନ କରୁଥିଲେ, ମରିଗଲେ ଅକାଳ ମୃତ୍ୟୁରେ। ଆଚ୍ଛା, ଅକାଳ ମୃତ୍ୟୁକୁ ଦୂରୀକରଣ କରିବା ତା ମଧ୍ୟ ଗୋଟେ ଇଷ୍ଟକର୍ମ। ସେଥିପାଇଁ ଆମର ଖାଦ୍ୟପେୟ ଟା ଜଗିବା, ଚଳନ ଟା ଜଗିବା, ଟିକେ ଜାତକ କନସଲ୍ଟ ବି କରିଦବା। ଯଦି କାହାର ଅକାଳ ମୃତ୍ୟୁ ଅଛି, ତାହେଲେ କୋଉ ଭାବରେ ସେଇଟା କଟିଯିବ ସେ ଦିଗରେ ନାହିଁ। ଆମର ଲୋକମାନେ ରୁଡଲି ବୁଝନ୍ତି, ଆମେ ଠାକୁରଙ୍କୁ ନେଇଛୁ ତ ଆମର ଆଉ କିଛି ଦରକାର ହିଁ ନାହିଁ, ନା ଆମେ ଦଶବିଧ ସଂସ୍କାର କରିବୁ, ନା ଆମେ ଇଷ୍ଟ କର୍ମ କରିବୁ, ଆମେ ଠାକୁରଙ୍କୁ ହିଁ ନେଇଛୁ ତ ଆମର ଆଉ କିଛି ଦରକାର ହିଁ ନାହିଁ। କିନ୍ତୁ ଠାକୁର ତ ଏମିତି କେବେ ଭାବି ନାହାନ୍ତି। ଠାକୁର ପରିବାର ତ ସେମିତି କେବେ ଭାବି ନାହାନ୍ତି। ଯଦି ଆମେ ଠାକୁରଙ୍କୁ ନେଇଛୁ, ଆମର କିଛି ଦରକାର ନାହିଁ, ତାହେଲେ ତ ଆମେ ସବୁ ହିଁ ବନ୍ଦ କରିଦବା। ଆଉ ତମେ ରୋଗ ହେଲେ ଡାକ୍ତରଖାନା ଯାଅନି, ଠାକୁର ଭଲ କରିଦେବେ। ତମେ ପାଠ ପଢ ନା, ଠାକୁର ତୁମକୁ ପଢେଇ ଦେବେ। ଏମିତି ଲୋକମାନେ ରୁଡଲି କାହିଁକି ଭାବନ୍ତି? ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ତ କୋଉଠି? ଇଷ୍ଟଙ୍କର ସ୍ୱାର୍ଥର ପ୍ରତିଷ୍ଠା କଣ ଏଇଆ? ଆମେ ମାନେ ଯେମିତି ବୁଝିଛୁ। ତେଣୁ ଆମେ ମାନେ କଣ ବୁଝିଛୁ, କଣ ଜାଣିଛୁ, ସେଟା ତ ଆମେ ହିଁ ଜାଣିଛୁ, ଆଉ ପରମ ପିତା ଜାଣନ୍ତି। କିନ୍ତୁ ଛଦ୍ମବେଶୀ ପ୍ରବୃତ୍ତି ନିୟନ୍ତ୍ରଣ କରିବାକୁ ହେଲେ ଆମକୁ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାଟାକୁ ବହିର୍ଜଗତରେ ବ୍ୟାପ୍ତ କରିବାକୁ ପଡିବ। ଆମ ମାନଙ୍କର ଜଗତ କାହିଁ? ବହିର୍ଜଗତ ମାନେ ଏଇଆ ଯେ ଆମର ପେରିଫେରି, ଆମର ଚତୁଃପାର୍ଶ୍ଵରେ ଘେରି ରହି ଆମ ମାନଙ୍କ ଉପରେ ଗଭୀର ଭାବରେ ପ୍ରଭାବ ପକଉଥିବା ପରିବୃତ୍ତି। ଆମର ଅଫିସର ସର୍କଲ, ଆମର ଫ୍ରେଣ୍ଡ ସର୍କଲ, ଆମର ଗୁରୁ ଭାଇ ଗୁରୁମାଙ୍କର ସର୍କଲ, ଯାହାର ଯୋଉଠି ଯିଏ କାମ କରୁଛି, ଏ ସମସ୍ତେ ହିଁ। ତ ଏଠି ଆମେ କୋଉ ଭଳି ଭାବରେ ବ୍ୟାପ୍ତ ହେଇଛେ, କେତେ ଭାବରେ ପହଞ୍ଚିଛେ, ଏଥିପାଇଁ ଦରକାର ମାଳ ମାଳ କର୍ମୀ, ଯୋଉମାନେ ଲୋକଙ୍କ ପାଖରେ ପହଞ୍ଚିବେ, ତାଙ୍କୁ ସୂଚନା ଦେବେ, ତାଙ୍କୁ ଜଣେଇବେ ଏଇ ପ୍ରକାରର ଅବସ୍ଥା। ଆମେମାନେ କିନ୍ତୁ ତାହା ପାରୁନା। ତାହେଲେ ପ୍ରବୃତ୍ତିର ନିୟନ୍ତ୍ରଣ କେମିତି ହବ? ପୁଣି ଅନେକଙ୍କ ପାଖରେ ପ୍ରବୃତ୍ତି ଜନିତ ବିକୃତିଟା ଦେଖାଯାଏ ତାର ଜନ୍ମ ଜାତକ ଭାବରେ। ସେଥିପାଇଁ ତାକୁ ଇଷ୍ଟଙ୍କ ପାଖରେ ଜୋର କରି ଲାଗି ରହିବାକୁ ପଡିବ, ନାମଧ୍ୟାନଟି ଜୋର କରିବାକୁ ପଡିବ। ସିଏ କିନ୍ତୁ ନାମଧ୍ୟାନ କରିପାରୁନି, ବସି ପାରୁନି, ତାହେଲେ ତାର ପ୍ରବୃତ୍ତି ନିୟନ୍ତ୍ରିତ ହବନି। ପୁଣି ଏପଟେ ଖାଦ୍ୟପେୟକୁ ବି ନିୟନ୍ତ୍ରିତ କରୁନି,
ପ୍ରବୃତ୍ତି ଆହୁରି ନିୟନ୍ତ୍ରିତ ହବନି। ତାହେଲେ ସେ କରିବ କଣ? ସହଜ ଆଉ ସରଳ ଉପାୟ ଏଇଆ ଯେ ମଣିଷ ଇଷ୍ଟଙ୍କର ସ୍ୱାର୍ଥ ପ୍ରତିଷ୍ଠା କର୍ମରେ ଲାଗି ରହିବ। ତାହେଲେ ତାର ଦେହ ନିରୋଗ ରହିବ। ଅନେକାଂଶରେ ସେ ରୋଗ ବ୍ୟାଧିକୁ ଏଡେଇବ। କାରଣ ଇଷ୍ଟଙ୍କର ସ୍ୱାର୍ଥ ହେଲା ବୃହତ୍ତର ସ୍ୱାର୍ଥ, ମଙ୍ଗଳର ସ୍ୱାର୍ଥ, ଜନ ସମାଜର ସ୍ୱାର୍ଥ, ଜଗତକୁ କଲ୍ୟାଣର ଡକରାର ସ୍ୱାର୍ଥ। ଏଇ ଉଦ୍ଦେଶ୍ୟଟାକୁ ଆମେ ମାନେ କେତେ ଭାବରେ ବୁଝିଛୁ ଆଉ କେମିତି କରେଇବାକୁ ଚେଷ୍ଟା କରୁଛୁ, ତାରି ଉପରେ ହିଁ ନିର୍ଭର କରେ ଯେ ଆମ ମାନଙ୍କର ପାଇବାଟା କେମିତି ଘଟିବ। ପୁଣି ଅନେକାଂଶରେ ପ୍ରବୃତ୍ତି ଜନିତ ବିକୃତି ଗୁଡାକ ଆମକୁ ପୁରା ଗ୍ରାସ ରୁଟ ଲେବୁଲରୁ ଧରେ। ଯେମିତି ତୃଣମୂଳ ସ୍ତର। ତୃଣମୂଳ ସ୍ତର କହିଲେ କଣ ବୁଝୁ ନା, ଯେ ଆମ ମାନଙ୍କର ଚଳଣି, ଚରିତ୍ର, ଖାଦ୍ୟପେୟ, ବାକ୍ୟ ବ୍ୟବହାର ପ୍ରତ୍ୟେକଟି ଜାଗାରେ ହିଁ ଗୋଟେ ଗୋଟେ ଅସନ୍ତୁଷ୍ଟିର ଭାବ। ସବୁଠାରୁ ବଡ କଥା ହେଲା ଯେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାପନ୍ନ ହେଇ ନିୟମିତ ତପସ୍ୟା କରିବା। ଆଉ ତା କରିବାକୁ ଗଲେ ଆମକୁ ଆସିଯିବ କଣ ନା ଆତ୍ମବିଶ୍ଳେଷଣ। ଧରାଯାଉ ତୁମର ଗୋଟେ ସମୟ ମଧ୍ୟରେ ଜଣଙ୍କ ପାଖକୁ ଯିବାର କଥା ଥିଲା, କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ତା ପାଖକୁ ଯାଇ ନ ପରିବାରୁ ତା ସଙ୍ଗେ ଦେଖା ହେଲାନି। ତା ପାଖରୁ ଆଣି ଅଲଗା କୌଣସି ଜାଗାକୁ ଯିବାର ଥିଲା, ଇଷ୍ଟକର୍ମ ସୁବିଧା ପାଇଁ ତା ବି ହେଲାନି। ଅନେକ ଗୁଡିଏ କାର୍ଯ୍ୟ ତ ପଣ୍ଡ ହେଇଗଲା। ଏକଦମ ପଣ୍ଡ ନହେଲେ ବି ଡେରି ହେଇଗଲା। ସେତେବେଳେ ତୁମେ ହୁଏତ ଭାବୁଛ ପ୍ରକୃତରେ ଏଇଟା ଡେରି ହେଲା କାହିଁକି? ତୁମେ ହୁଏତ ଦେଖିବାକୁ ପାଇଲ ତାର ଖାଇବାର ଅଭ୍ୟାସ ଅଛି, ତା ଖାଇଯିବାକୁ ଡେରି ହୋଇଯାଇଛି, ଏବେ ସିଏ ଚିଡଚିଡ ହଉଛି। ତୁମେ ଟିକେ ରହି ତାକୁ ଯଦି ପଠେଇ ଦିଅ ତାହେଲେ ସେ ତୁମ ଉପରେ ସନ୍ତୁଷ୍ଟ ହବ। ଅର୍ଥାତ ସମୟ ଅନୁସାରେ ସେ ମାନେ ବୁଝିଲା, ଜୁଟିଲା ତ ଖାଇଲି, ଅବଶ୍ୟ ତା ଯଦି ଶରୀର ପକ୍ଷେ କ୍ଷତିକର ନ ହୁଏ। ସମୟ ଅନୁସାରେ ତ ନ ଜୁଟିଲା ତାହେଲେ ନ ଖାଇଲି, ଏଇପରି ଭାବେ ଅଭ୍ୟସ୍ତ ହୁଅ, ତାହେଲେ ସେଇଟା ହବ ପ୍ରାୟଶ୍ଚିତ। ବାସ୍ତବ ଭାବରେ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ମୂଳକ ଦାୟିତ୍ୱ ନେଇ ଚାଲୁଥିଲେ ସେତେବେଳେ ଧରା ପଡେ କେଉଁଠି ଆମ ମାନଙ୍କର କେଉଁ ପ୍ରବୃତ୍ତି ଲୁଚି ରହିଛି ଏବଂ ତା କେତେ ଦୂର ବାଧା ଦଉଛି। ଇଷ୍ଟ କାର୍ଯ୍ୟରେ ଯାହା ବାଧା ସୃଷ୍ଟି କରେ ତା କେବେ ବି ବରଦାସ୍ତ କରିବା ଉଚିତ ନୁହେଁ। ଏଇ ଭାବେ ଧରି ଧରି ଚରିତ୍ରର ଦୋଷ ଗୁଡାକ ଦୂର କରିବାକୁ ହୁଏ। ମାୟା କରି ପୋଷି ରଖିବାକୁ ହୁଏ ନା। ଆଲୋଚନା ପ୍ରସଙ୍ଗ ସପ୍ତମ ଖଣ୍ଡ 31/12/1945। ତାପରେ ପୁଣି କହୁଛନ୍ତି ଯେ ଇଷ୍ଟେନ୍ଦ୍ରିୟ ପ୍ରୀତି ଯଦି ଆମ ମାନଙ୍କର ନ ରୁହେ ତାହେଲେ ଆମେ ଲକ୍ଷ୍ୟ ଚେଷ୍ଟା କଲେ ମଧ୍ୟ ପ୍ରବୃତ୍ତି ଜନିତ ବିକୃତି ଗୁଡାକରୁ ଏଡେଇବାଟା ଆମର ଏକଦମ ରୂପରେ କଷ୍ଟ ହୁଏ। ଇଷ୍ଟେନ୍ଦ୍ରିୟ ପ୍ରୀତି ଗୋଟେ କେତେ ବଡ ଶବ୍ଦଟେ ଦେଖନ୍ତୁ। ଇଷ୍ଟେନ୍ଦ୍ରିୟ, ଇଷ୍ଟଙ୍କ ପାଇଁ ଇନ୍ଦ୍ରିୟର ପ୍ରୀତି ହବ। ଆମ ମାନଙ୍କର ଯୋଉ ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ ସବୁ ରହିଛି, ଏଗୁଡାକ ଇଷ୍ଟଙ୍କର ପ୍ରୀତ୍ୟାର୍ଥେ ଲାଗିବ, ଇଷ୍ଟଙ୍କୁ ଖୁସି କରିବା ପାଇଁ ଲାଗିବ। ତାହେଲେ ପୁଣି ଦେଖନ୍ତୁ ପ୍ରବୃତ୍ତି ନିୟନ୍ତ୍ରିତ ହବ। କାରଣ ଇନ୍ଦ୍ରିୟ ଗୁଡାକ ତ ହିଁ ପ୍ରବୃତ୍ତିକୁ ରିସିଭ କରନ୍ତି। ଆମେ ଖରାପ କଥା ଦେଖିଲୁ, ଖରାପ ଭାବନା ଆସିଲା, ତାପରେ ଖରାପ କାମ କଲୁ। ଏବେ ଦେଖିବା ପାଇଁ ତ ଆଖି ଇନ୍ଦ୍ରିୟଟା ଦାୟୀ। ତେଣୁ ତାର ଯଦି ସାର୍ଥକ ନିୟନ୍ତ୍ରଣ ନ ହୁଏ ତାହେଲେ ବି ଆମର ଖରାପ କାମ କରିବାଟା ବନ୍ଦ ହବନି। ସେମିତି ଆମେ ମାନେ ଜିଭକୁ ସ୍ୱାଦେନ୍ଦ୍ରିୟ ବୋଲି କହୁ। ଜିଭ ଅଛି ବୋଲି ତ ଆମେ ଟେଷ୍ଟ ପାରୁଛେ। ଏବେ ଯଦି ଆମେ ଖରାପ ଖାଦ୍ୟ ଖାଇ, ଜିଭ ଖରାପ ଖାଦ୍ୟ ତ ଆପଣ ମାନେ ଜାଣନ୍ତି, ତେଲ ମସଲା, ଅତ୍ୟଧିକ ମିଠା, ଅତ୍ୟଧିକ କାର୍ବୋହାଇଡ୍ରେଟ ଟାଇପ ଅଫ ଫୁଡ, ଯାହା ଶରୀରର ଓଜନ ବଢାଏ, এই ସମସ୍ତ ଆମେ ଜାଣିନୁ। ଏବେ ୟୁଟ୍ୟୁବ ଗୁଡାକରେ ଟିକେ ଟିକେ ଆସୁଛି, ଡକ୍ଟର ମାନେ କହୁଛନ୍ତି। ଯେମିତି ଆପଣ ଦେଖନ୍ତୁ ଚିପ୍ସ, ଆମେ ଆଳୁ ଚିପ୍ସ ଖାଉଛେ, ଲେଜ ଫେଜ ମିଳୁଛି ସେଟା ଖାଉଛେ ଟେଷ୍ଟ ପାଇଁ। ଆମେ ଜାଣିପାରୁନୁ ସେ ଦିଟା ଚିପ୍ସ ରେ ଆମର ଟୋଟାଲ ମିଲ କ୍ୟାଲୋରି ରହିଛି। ଆମକୁ ବରା ଆଳୁଚପ ବହୁତ ହି ଭଲ ଲାଗେ। ଆମେ ଯୁଆଡେ ଗଲେ ଆମକୁ କୁଣିଆ ହିସାବରେ ଭାରି ଟ୍ରିଟମେଣ୍ଟ ମିଳେ। ବରା, ଆଳୁଚପ, ସିଙ୍ଗଡା, ଭେଜିଟେବୁଲ ଚପ,
ମିକ୍ସଚର, ବିସ୍କୁଟ, ଯୋଉଟା କି ସର୍ବାଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ। ଦିଟା ଆଳୁଚପ ବରା ଆମେ ଖାଇଲେ ସେଥିରେ 300 କ୍ୟାଲୋରୀ ନେଇଗଲେ। ଇଷ୍ଟ କର୍ମର କଥା ଯଦି କହୁ, ଦେଖନ୍ତୁ କେତେ ଦିଗକୁ ଆମକୁ ନଜର ରଖିବାକୁ ପଡିବ। ଇଷ୍ଟ କର୍ମ ଭାଷଣ ଦବା ନୁହେଁ, ଶସ୍ତା ଭାଷଣ ଦବା ଆଉ ଠାକୁରଙ୍କର କଥା ଖାଲି କହିଦବା, ଏଗୁଡାକ ଇଷ୍ଟ କର୍ମ ଅନ୍ତର୍ଭୁକ୍ତ ନୁହେଁ। ଏହା କେବଳ ଗୋଟିଏ ନାମାନ୍ତର ମାତ୍ର। ଯାଜନ କରିବାକୁ ହୁଏ ଅତ୍ର ତତ୍ର ସର୍ବତ୍ର ବୋଲି ମୁଁ ଆଗରୁ ଅନେକ ଥର ଆଲୋଚନା କରିଛି। ଆମେ ଜାଣିନୁ ଯେ ଏଇ କ୍ୟାଲୋରୀ ଗୁଡାକ ଖାଇବା ଦ୍ୱାରା ଆମ ଦେହରେ କ୍ୟାଲୋରୀ ବର୍ନ ହଉନି, କୋଲେଷ୍ଟେରଲ ହେଲା, ଏବେ ଆମେ ହାର୍ଟ ଆଟାକ ରେ ମଲୁ। ଠାକୁରଙ୍କ ଦୀକ୍ଷା ନେଇଥିଲା କାହିଁ କମ ବୟସରେ ମଲା? ଠାକୁରଙ୍କ ଦୀକ୍ଷା ନେଇଥିଲା ଯେ କଣଟା କରୁଥିଲା କହୁନାହାନ୍ତି? ଭାଇ କଣ ନା ବହୁତ ବଡ ଇଷ୍ଟକର୍ମୀ। କଣ ଇଷ୍ଟକର୍ମୀ? ନା ଯେତେବେଳେ ଦୀକ୍ଷା ହବ ଭାଇ ଦୀକ୍ଷା କରେଇବେ, ଉତ୍ସବରେ ଲକ୍ଷ ଲକ୍ଷ ଟଙ୍କା ଅର୍ଘ୍ୟ ଦେବେ, ଉତ୍ସବକୁ ଦାୟିତ୍ୱ ବହନ କରି କରିବେ, ସିଏ ହେଇଗଲା ଇଷ୍ଟକର୍ମୀ। କିନ୍ତୁ ଘରେ ଖାଇବା ପିଇବାର ନିୟନ୍ତ୍ରଣ ତ ନାହିଁ, କଥାବାର୍ତ୍ତାର ନିୟନ୍ତ୍ରଣ ତ ନାହିଁ, ପ୍ରବୃତ୍ତିର ନିୟନ୍ତ୍ରଣ ତ ନାହିଁ, କିନ୍ତୁ ଇଷ୍ଟକର୍ମୀ। ଏଇଟା ଦେଖିବା ଦରକାର। ଇଷ୍ଟକର୍ମୀ ନା ଅନିଷ୍ଟକର୍ମୀ? ଆଚ୍ଛା, ତାହେଲେ ଯିଏ ପ୍ରବଚନ ଦଉଛି ସେ ଇଷ୍ଟକର୍ମୀ ନୁହଁ? ଯିଏ ଗୀତ ଗାଉଛି ସିଏ ଇଷ୍ଟକର୍ମୀ ନୁହଁ? ଇଷ୍ଟକର୍ମୀ ଯେ, କିନ୍ତୁ ଗୀତ ଗାଇଲେ ତ ପ୍ରବୃତ୍ତିର ନିୟନ୍ତ୍ରିତ ହବନି ନା। ଗୀତ ଗାଇଲେ ତ ଅହଂଟା ବଢିଯିବ। ଆହାର ନିଦ୍ରା ଭୟ ମୈଥୁନ ଅସ୍ମିତା କେମିତି ନିୟନ୍ତ୍ରିତ ହବ? ନା, କାରଣ ସେ ବା ଖାଲି ଗୀତ ଗାଇଲା। ଆପଣ ଦେଖିବେ ଆମର ସତ୍ସଙ୍ଗର ଅବସ୍ଥା କଣ ନା, ଗୀତ ଗାଇକି ଉଠି ପଳେଇବେ। ଗୀତ ଗାଉଥିବା ଲୋକମାନେ ଯାଜନ ଶୁଣିବେନି, ସେମାନେ ଯାଜନ ଶୁଣି ହିଁ ପାରନ୍ତିନି, ତାଙ୍କ କାନରେ ଯାଏ ନା। ଦିସ୍ ଇଜ ଭେରି ନେକେଡ ଟ୍ରୁଥ। 10-15 ମିନିଟ ଶୁଣିଲେ ଯାଜନ ତାଙ୍କର ମୁଣ୍ଡ ଦମ ହେଇଯାଏ। ସବୁ 8ଟା ହେଲା ମାନେ ଉଠିକି ପଳେଇବେ ସତ୍ସଙ୍ଗରୁ। ପୁଣି ସାଢେ କୁଆଡେ ବାହାରେ ଗପିବେ ଗପିବେ, ପୁଣି 8:30 ହେଲେ ଆନନ୍ଦ ବଜାର ଖାଇବାକୁ ଆସିବେ। ଏଇ କଥାଟା ଶୁଣିବାକୁ ଲୋକଙ୍କୁ ଭଲ ଲାଗୁନଥିବ, ବଟ ଦିସ୍ ଇଜ ଦ ଭେରି ଓପନ ଆଣ୍ଡ ନେକେଡ ଟ୍ରୁଥ ଅଫ ଆୱାର ସତ୍ସଙ୍ଗ। କାହିଁକି? କାରଣ ଭଜନ କୀର୍ତ୍ତନରେ ଆନନ୍ଦ ଥାଏ, ସହଜରେ ମଣିଷ ପାଇଲା। କିନ୍ତୁ ଯାଜନ ସବୁବେଳେ ଆନନ୍ଦ ପ୍ରଦାନ କରେ ନା। ଯାଜନ ଅନେକ ସମୟରେ ବହୁତ କଡା ହୁଏ, ଯୋଉଟା କି ଲୋକଙ୍କୁ କଷ୍ଟ ଲାଗେ, ତେଣୁ ମାନି ପାରନ୍ତିନି। କାରଣ ଜନ୍ମରୁ ତାଙ୍କର ମୁଣ୍ଡ ଭଲ କଥା ରିସିଭ କରିବା ପାଇଁ ତାଙ୍କୁ ବହୁତ କଷ୍ଟ ହଉଛି। ତାଙ୍କର ସେଇଟା ଜନ୍ମଜାତ ସଂସ୍କାରଟା। ତ ସିଏ ଆଉ କଣ କରିବ? ଉଠିକି ହିଁ ପଳେଇବ। ତାହେଲେ ଏଇଟା ହଉଛି ଇଷ୍ଟକର୍ମ? ଭାଇ କେତେ ବଡ ଇଷ୍ଟକର୍ମୀ, କେତେ ବଡ ଭଜନ ଗାୟକ ଚାଲିଗଲେ କମ ବୟସରେ, ଲୋକ କ୍ୱେଶ୍ଚିନ କରିବେ। କିନ୍ତୁ ସେ ଭଜନ ଗାଇବା ଛଡା ଆଉ କଣ ଇଷ୍ଟକର୍ମଟା କରୁଥିଲା ସେଇଟା କୁହନ୍ତୁ ନା। ନା, ସେତେ ବଡ ଯାଜକ। କଣ ଯାଜକ? ନା ଭଲ ମନେ ରଖି ପାରୁଥିଲେ, ଭଲ ଭାଷଣ ଦେଇ ପାରୁଥିଲେ, ତେଣୁ ବହୁତ ବଡ ଯାଜକ। ବହୁତ ବଡ ଯାଜକ ଯେ ତାଙ୍କର ଅଲଗା ପ୍ରବୃତ୍ତି ଗୁଡା କେମିତି ଅଛି ଆପଣ ଜାଣନ୍ତି କି? କେବେ କେବେ ପଚାରି ନିୟନ୍ତ୍ରଣ କରିବାକୁ କେବେ ଚେଷ୍ଟା କରିଛନ୍ତି? ନା। ଆଉ ତାର ବି ଅହଂ ଏତେ ପ୍ରୋମିନେଣ୍ଟ, ଯେହେତୁ ଯାଜନ କରୁଛି, ସିଏ ପୁଣି ସମସ୍ତଙ୍କୁ ସବକ ଶିଖେଇଦବ। ତେଣୁ ସିଏ ତ କାହାରି କଥା ଶୁଣିବନି। ଯାଜକ କିନ୍ତୁ ଅହଙ୍କାର ଭର୍ତ୍ତି ହେଇକି ରହିଛି। ସେ ଠାକୁରଙ୍କର ବିନ୍ଦୁ ବିସର୍ଗର ଧାର ଧାରେ ନା। ଏଠୁ ଟିକେ ସେଠୁ ଟିକେ, ପୁରାଣରୁ ଟିକେ, ପ୍ରବଚନରୁ ଟିକେ, ପୋଥିରୁ ଟିକେ କଥା କହିକି ବହୁତ ବଡ ଲୋକ, କିନ୍ତୁ ଠାକୁରଙ୍କର ଆଇଡିଓଲୋଜିର ଧାର ଧାରେ ନା। ବହୁତ ବଡ ଯାଜକର ପିଲା ହିଁ ପ୍ରତିଲୋମ ବିବାହ କରନ୍ତି। ବହୁତ ବଡ ଯାଜକର ପିଲାମାନେ ହିଁ ଗତିଭ୍ରଷ୍ଟ ଦିଗ୍ଭ୍ରାନ୍ତ ହୁଅନ୍ତି। ବହୁତ ବଡ ଯାଜକ ଯାଜିକାଙ୍କର, ଯାଜିକା ମା ମାନେ ମାତୃ ସମ୍ମିଳନୀରେ କହୁଥିବା, ସେମାନେ ସ୍ୱାମୀଙ୍କୁ ମାନନ୍ତିନି, ଔଦ୍ଧତ୍ୟାମି ପ୍ରକାଶ କରନ୍ତି, କହିଲେ ପୁଣି ଯୁକ୍ତି କରନ୍ତି, ତର୍କ କରନ୍ତି। ଆମେ ଇଷ୍ଟଙ୍କର କାମ କରୁଛୁ, ଆମକୁ ରାନ୍ଧିବା ବାଢିବା ପାଇଁ ଟାଇମ ନାହିଁ, ଆମେ ମନ୍ଦିରରୁ ମଗେଇ ଖାଉ। କିନ୍ତୁ ବହୁତ ବଡ ଯାଜିକା, ସତ୍ସଙ୍ଗରେ ଭାରି ନାଁ ଡାକ। ଦେଖନ୍ତୁ, ଛଦ୍ମବେଶୀ ପ୍ରବୃତ୍ତିକୁ ଚିହ୍ନନ୍ତୁ, ମୁଁ କାହାକୁ ଆକ୍ଷେପ କରୁନି। କିନ୍ତୁ ଆମେ ଯୋଉମାନେ ଦୁର୍ବଳତାର, କପଟତାର ଚେହେରା ନେଇ ସତ୍ସଙ୍ଗରେ ଆଗ ଧାଡିରେ ବିଶିଷ୍ଟ କର୍ମୀ ମାନଙ୍କର ଯୋଉ ପରିଚୟ ଆମେ ନଉଛୁ, ଅନେଷ୍ଟଲି ଆମେ ଚିନ୍ତା କରୁ କି ଆମେ କୋଉ ଗ୍ରେଡର, କୋଉ ଲେବଲର, କୋଉ ଶ୍ରେଣୀର କର୍ମୀ। ଠାକୁର ସତ୍ୟାନ୍ୱେଷଣ କହିଲେ ନା, ଯୋଉ 3 ପ୍ରକାର କର୍ମୀ ମାନଙ୍କର କଥା କହିଛନ୍ତି, ଆମେ କୋଉ ଲେବୁଲର କର୍ମୀ ନା ଅଧମ। ଆମର କହିବାରେ ବି ଆଳସ୍ୟ, ଆଉ କରିବାରେ ବି ଆଳସ୍ୟ। ପ୍ରବୃତ୍ତି ନିୟନ୍ତ୍ରଣ ହବ। ଛଦ୍ମବେଶୀ ପ୍ରବୃତ୍ତିରେ ନିଜେ ଚିହ୍ନ, ଜଗତକୁ ଚିହ୍ନାନି। କହୁନାହାନ୍ତି ଯେ ତମେ ନିଜର ସ୍ୱୀକାରୋକ୍ତି କର ହଜାର ହଜାର ଲୋକଙ୍କ ପାଖରେ। ତମେ ଯଦି ଜାଣିପାରୁଛ ତମର ଏଇଟା ଖରାପ ଅଛି, ତାକୁ ତ୍ୟାଗ କରିବା, ମାନେ କରିବା ପାଇଁ ଯାହା ଚେଷ୍ଟା କରିବା ଦରକାର, ପ୍ରୟାସ କରିବା ଦରକାର,
ସେଇଟା କର। ସେଇଟା ଯଦି କର ତାହେଲେ ଅନେକାଂଶରେ ହିଁ ତମେ ଇଷ୍ଟଙ୍କର ଦୟାଟା ପ୍ରାପ୍ତ ହବ। ନହେଲେ ଇଷ୍ଟ ବୋଲି ତ ଚିତ୍କାର କରିବ, କିନ୍ତୁ ଇଷ୍ଟ ତୁମର ଅଙ୍ଗ ଭଙ୍ଗୀ ରଙ୍ଗ ଢଙ୍ଗୀ କୋଉଠି ହିଁ ରହିବେନି। ବହୁତ ବଡ କର୍ମୀ କହିଲେ କିନ୍ତୁ ଇଷ୍ଟ କର୍ମକୁ ବୁଝାଏ ନା। ଇଷ୍ଟ କର୍ମର ପେରିଫେରି ବାଣୀ ପାଠରେ, ସୁନ୍ଦର ବାଣୀ ଆଲୋଚନାରେ, ପ୍ରବଚନ ଭିତରେ, ଭଜନ ଗାୟନ ଭିତରେ ସୀମିତ ନାହିଁ। ଆମର ସବୁ କର୍ମ ହିଁ ଇଷ୍ଟ କର୍ମ। ଅଫିସର କାମଟା ବି ଇଷ୍ଟ କର୍ମ, ପାଠ ପଢେଇବାଟା ବି ଇଷ୍ଟ କର୍ମ, କଥା କହିବା କୁହେଇବାଟା ବି ଇଷ୍ଟ କର୍ମ, କୃଷି କରିବା କରେଇବାଟା ବି ଇଷ୍ଟ କର୍ମ। ତେଣୁ ଆପଣଙ୍କୁ ଆଉଥରେ ମଧ୍ୟ ଆଲୋଚନା ମୁଁ କରିଥିଲି, ଆଲୋଚନା ପ୍ରସଙ୍ଗ ପଞ୍ଚମ ଖଣ୍ଡରେ, ଯାଜନ କୋଉଥିରେ ନ ହୁଏ କହିଲ? 17-18ଟା ପଏଣ୍ଟ। ଯାଜନ ବକ୍ତୃତାରେ, ଗୀତରେ, ନାଚରେ, ପାଠରେ, ଗଛ ଚଢାରେ, ଦଉଡି ଡିଆଁରେ, ରେଡିଓରେ, ଟେଲିଭିଜନରେ, କୋଉଠି ଯାଜନ ନ ହୁଏ? ସବୁ ଗୁଡାକ ହିଁ, ଆରେ ସବୁ ସୃଷ୍ଟିଟା ହିଁ ତ ଇଷ୍ଟଙ୍କର। ତେଣୁ କେବଳ ପ୍ରାର୍ଥନା କରିବାଟା ହିଁ ଇଷ୍ଟକର୍ମ ହବ, ଅଥଚ ଗୀତ ଗାଇବାଟା ଇଷ୍ଟକର୍ମ ହବନି, ସେମିତି କେମିତି ହବ? କିନ୍ତୁ ଇଷ୍ଟ କହିଲେ ଯେ ମଙ୍ଗଳ, ମଙ୍ଗଳର କାମଟା କରୁଛ ତ, ତାହେଲେ ପ୍ରବୃତ୍ତି ନିୟନ୍ତ୍ରିତ ହବ, ନହେଲେ କିନ୍ତୁ ହବନି। ଯେମିତି ମୁଁ ପ୍ରଫୁଲ୍ଲ ଦାଙ୍କର ଗୋଟେ କଥା ସବୁବେଳେ କୁହେ, ପ୍ରଫୁଲ୍ଲ ଦାଙ୍କର ଗୋଟେ ଦୀର୍ଘ ସୂତ୍ରିତାର ଅଭ୍ୟାସଟା ତାଙ୍କର ମାନେ ବହୁତ ଥିଲା। ପ୍ରଫୁଲ୍ଲତା ଗୋଟେ ଉଦାହରଣ ସମସ୍ତଙ୍କର ଅଛି। ଠାକୁର ତାଙ୍କୁ ଥରେ ଗୋଟେ କାମ ଦେଇଥାନ୍ତି କରିବା ପାଇଁ, କିନ୍ତୁ ସେଟା କାମଟା କରିନାହାନ୍ତି, ଡେରି ହେଇଯାଇଛି। କାମର ଟେନିୟର ଗଡିଯିବାର 2 ଦିନ ପରେ ଠାକୁର ପଚାରୁଛନ୍ତି, ପ୍ରଫୁଲ୍ଲ ଆଚ୍ଛା ତୁ ଯୋଉ ସେଇ କାମଟା କରୁଥିଲୁ ସେଟା କେତେ ଦିନରେ ସରିବ, ଆଉ କଣ ହେଲା ତାର ପ୍ରୋଗ୍ରେସ କଣ ହେଲା? ପ୍ରଫୁଲ୍ଲ କହିଲେ, ନାଇଁ ଠାକୁର ସରିନି, ଆଉ 3-4 ଦିନର ସମୟ ତ ଲାଗି ହିଁ ଯିବ। ଠାକୁର କହୁଛନ୍ତି, ତୁ ଯେ ତ ଜଣଉନା ବି, ମୁଁ ପଚାରିବାରେ କହୁଛୁ 3-4 ଦିନ ଲାଗିବ, ତୁ ତ ଜଣଉନା ବି। ନା ଠାକୁର ଭୁଲ ହେଇଯାଇଛି, ଆଉ 3-4 ଦିନ ଭିତରେ ସରିଯିବ। ଠାକୁର ତ ସେମାନଙ୍କ ପ୍ରତି ଟିକେ ଦୃଢ ଥିଲେ, ସାଧାରଣ ଲୋକ ଗଲେ ସିନା ହସିକି କହୁଥିଲେ, କାରଣ ମଣିଷର ଟିକେ ବି ଚାରିତ୍ରିକ ତ୍ରୁଟି, କମା ସେମି କଲନ ବି ମାନେ କଣ ତାର ମାନେ କ୍ଷମା ଦିଅ ନା ବୋଲି କହୁଛନ୍ତି। ସେଠି ରାଗିକି ଠାକୁର କହୁଛନ୍ତି ପ୍ରଫୁଲ୍ଲ ଦାଙ୍କୁ ଧମକେଇକି, ଶୁଣ ପ୍ରଫୁଲ୍ଲ, ମୁଁ କ୍ଷମା କରିବାର ମାଲିକ ନୁହେଁ, ତୁମେ ମାନେ ଯେତେବେଳେ ଯିଏ ଆସି ଏଇଠି କ୍ଷମା ପ୍ରାର୍ଥନା କରିବ, ଆଉ ମୁଁ କ୍ଷମା ଦେବି। ତା ଏଇ କଥାଟା କଣ ପ୍ରଫୁଲ୍ଲ ଦାଙ୍କୁ କହିଲେ, ଆମ ମାନଙ୍କୁ କହିଲେନି ନା କଣ? ଆମେ ଯେ ଭୁଲ କରି ଯୋଉ ପ୍ରାୟଶ୍ଚିତର କଥା କହୁଛେ, ପ୍ରାୟଶ୍ଚିତ ମାନେ କଣ? ବାରମ୍ବାର କି କରୁଥିବା ଭୁଲଟାକୁ ନା। ଥରେ ଭୁଲ କରି ଯିଏ ପୁନରାୟ ଭୁଲ କଲା, ତାର ତ ପ୍ରାୟଶ୍ଚିତ ହବ ହିଁ ନାହିଁ, ଅନୁତାପ ତାର ଅନ୍ତରରେ ଆସି ହିଁ ନାହିଁ। ତେଣୁ ଆମେ ମାନେ ନିଜ ପାଇଁ କେତେ କଠୋର, କେତେ ଦୃଢ, ସେଇଟା ହିଁ ପ୍ରମାଣ କରିବ ଯେ ଆମ ପ୍ରବୃତ୍ତି କେତେ ଜୋର ଜୋର ଯିବ। ଇଷ୍ଟଙ୍କୁ ନେଇ ଆମର କେତେ ଜୋର ଜୋର ଉନ୍ନତିଟା ହବ, କେତେ ଜୋର ଜୋର ମଙ୍ଗଳ ହବ। କିନ୍ତୁ ପ୍ରକୃତରେ ଆମେ ମାନେ ଇଷ୍ଟ କର୍ମ କହିଲେ କଣ ବୁଝୁଛୁ ନା, ଏଇ ଯୋଉଟା କହିଲି ଔପଚାରିକତା। ତେଣୁ ସେ ଦିଗରେ ଆମର ଖ୍ୟାଲ ନାହିଁ। ହଉ, କୋଉ ଦିନ ମଣିଷ ସଚେତନ ହବ ଆଉ ପ୍ରକୃତରେ ବୁଝିପାରିବ ଯେ ଇଷ୍ଟ କି ଜିନିସ। ଇଷ୍ଟଙ୍କୁ ପାଇଲେ ମଣିଷର କଣ ହୁଏ, ତାଙ୍କୁ ପାଇବା ମାନେ ତାଙ୍କର କଥାଟାକୁ ହିଁ ମାନିବା। ତାଙ୍କୁ ପାଇଲେ ମଣିଷ ସମସ୍ତଙ୍କର ଆପଣାର ହୁଏ, ସମସ୍ତେ ତାକୁ ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି। ତାର ବାକ୍ୟ ବ୍ୟବହାର, ଚଳଣି, ପୋଷାକ ପରିଚ୍ଛଦ, କଥା କହିବାର ଶୈଳୀ, ଲେଖିବାର ଶୈଳୀ, ତାର ସବୁ ଗୁଡାକ ହିଁ କେମିତି ଆମୂଳ ଚୂଳ ପରିବର୍ତ୍ତନ ହୁଏ। ଇଷ୍ଟ ହଉଛନ୍ତି ଏଇ ପ୍ରକାରର ଜିନିଷ। ଯେ ଇଷ୍ଟଙ୍କୁ ପାଇଛି ସେ ହିଁ ବୁଝିଛି ଯେ ଇଷ୍ଟ କଣ। ଆଉ ଯିଏ ପାଇନି, ନାମକୁ ମାତ୍ର ତାକୁ ଧରେଇ ଦିଆଯାଇଛି, ସିଏ କେବେ ଇଷ୍ଟଙ୍କୁ ବୁଝି ପାରିବନି। ସିଏ ଆସିବ ଆଜ୍ଞା ଆମର ସତ୍ସଙ୍ଗରେ, ସେ ସତ୍ସଙ୍ଗକୁ ଆସିବ, ଆନନ୍ଦ ବଜାର ଖାଇବାକୁ ଆସିବ, ଲାଷ୍ଟ ବେଳକୁ ଆସିବ, ଆନନ୍ଦ ବଜାର ଖାଇଦବ, ଜୟଗୁରୁ କରିକି ଚାଲିଯିବ, କିଛି ବୁଝିପାରିବନି। ଆମର ସତ୍ସଙ୍ଗରେ ବହୁ ଲୋକ ସେଇଆ, ସତ୍ସଙ୍ଗ ତ ଆସନ୍ତି କିନ୍ତୁ ବାହାଘରରେ କୌଣସି ସତ୍ସଙ୍ଗୀକୁ ନିମନ୍ତ୍ରଣ କରନ୍ତିନି। ବାହାଘର କାର୍ଡରେ ଠାକୁରଙ୍କ କଥାଟା କେମିତି ସ୍ଥାନିତ ହବ ତା କରନ୍ତିନି। ସବୁ ପୁଣି ଛାଡ, ଆଉ ବହୁତ କିଛି କହିବାନି, ବହୁ ଜିନିଷ। କିନ୍ତୁ ହଁ ଆମେ ଜୟଗୁରୁଙ୍କର ଦୀକ୍ଷା ନେଇଛୁ। ଆରେ କଣ ଦୀକ୍ଷା?
ତୁମର କୋଉ ଆଙ୍ଗେଲ ରେ ଜୟଗୁରୁ ଫୁଟି ଉଠୁଛନ୍ତି, ନା ତୁମର କଥାରେ, ନା ତୁମର ଡ୍ରେସରେ, ନା ତୁମର ବାକ୍ୟ ବ୍ୟବହାରରେ, କୌଣସି ଜାଗାରେ ତ ଇଷ୍ଟ କର୍ମର କିଛି ଝଲକ ଆମେ ଦେଖି ହିଁ ପାରୁନୁ। କିନ୍ତୁ ଇଷ୍ଟକର୍ମୀ, ତେଣୁ ଆମ ମାନଙ୍କୁ ଦେଖନ୍ତୁ ସଚେତନ ହବାର କେତେ ରହିଛି। ପ୍ରବୃତ୍ତି ନିୟନ୍ତ୍ରଣ ଟା ଏତେ ସହଜ କଥା ନୁହେଁ। ପ୍ରବୃତ୍ତି ଆମର ଜୀବନର ଶେଷ ଯାଏ ରହିବ, ମାନେ ଜୀବନର ଶେଷ ମାନେ ମୁଁ କହୁଛି ଯୋଉଠି ଆତ୍ମାର ଶେଷ ହବ, ମାନେ ଆତ୍ମିକ ଉନ୍ନତିର ଶେଷ, ସେ ପର୍ଯ୍ୟନ୍ତ ପ୍ରବୃତ୍ତି ରହିବ। ଯେ ପର୍ଯ୍ୟନ୍ତ ପ୍ରବୃତ୍ତି କବଳରୁ ଆମେ ମୁକ୍ତ ନ ହେଇଛୁ, ସେ ପର୍ଯ୍ୟନ୍ତ ଆମ ମାନଙ୍କର ମୁକ୍ତି ହବନି, ନିର୍ବାଣ ବା ସାଲଭେସନ ହବ ନାହିଁ। ଆମେ ଜନ୍ମ ଜନ୍ମାନ୍ତରରେ ଘୁରି ବୁଲୁଥିବୁ ସେମିତି ଜନ୍ମ ମୃତ୍ୟୁ ଚକ୍ରରେ। ସବୁ ଜନ୍ମରେ ଆମର ପ୍ରବୃତ୍ତି ରହିବ ହିଁ, କୋଉ ଜନ୍ମରେ କୋଉଟା ଅଧିକା କୋଉଟା କମ ଏଇ ପ୍ରକାରର ରହିବ। କିନ୍ତୁ ଠାକୁର ଯୋଉଟା କହିଲେ, ମୁଁ ଚାହେଁ ତୁମେ 100 ଜନ୍ମର କର୍ମଫଳ ଗୋଟେ ଜନ୍ମରେ କାଟିଦିଅ, ତୁମେ ମାନେ ସମସ୍ତେ ପରମ ହଂସ ହେଇ ଉଠ। କେତେ ବଡ କଥା। ତ ଆମ ମାନଙ୍କୁ ହବା ପାଇଁ କଣ ଦରକାର ସେଇଟା ଆମେ ବିଚାର କରୁ, ଆମେ ଚିନ୍ତା କରୁ, ତାହେଲେ ପ୍ରବୃତ୍ତି ନିୟନ୍ତ୍ରଣଟାକୁ ଆମେ ଜାଣିପାରିବା। ତେଣୁ ଛଦ୍ମବେଶୀ ପ୍ରବୃତ୍ତି ତୁମର ଅନ୍ତର ଭିତରେ ରହି ତୁମକୁ ଯିଏ ଗାଇଡ କରୁଛି, ଏକୁଟିଆ ସମୟରେ ତୁମେ ଥିବା ବେଳେ ଯାହା ପ୍ରୋମିନେଣ୍ଟ ହଉଛି, ଔଦ୍ଧତାମିର କଥା, ଏଇ ସବୁ ଗୁଡାକ ହିଁ ପ୍ରବୃତ୍ତିର ଗୋଟେ ଗୋଟେ ଚିର ସହଚର। ଆମେ ଚିହ୍ନି ପାରୁନା ପ୍ରବୃତ୍ତିର ଅନେକ ରୂପ, ରହସ୍ୟମୟୀ ରୂପ, ତାକୁ ବୁଝିବା କଷ୍ଟ ଯେ କୋଉ ସମୟରେ ପ୍ରକୃତିରେ କଣ କ୍ରିୟା କରେ। ତେଣୁ ଯଦି ସଂହତିରେ ଲାଗିକି ଥାଉ, ଇଷ୍ଟ କର୍ମରେ ଲାଗିକି ଥାଉ, ତାହେଲେ ଅନେକାଂଶରେ ବର୍ତ୍ତିଯିବୁ। ନହେଲେ ଖାଲି ମନ୍ଦିର ମସଜିଦ ଗିର୍ଜା କରିବୁ, ମୂର୍ତ୍ତି ସ୍ଥାପନ କରିବୁ, ତାପରେ ଆମ ମୂର୍ତ୍ତିକୁ ନେଇ ଅଲଗା ଆତତାୟୀ ଆଉ ଦୁରାତୟୀ ଲୋକ କୁଆଡେ ପକେଇ ଭାଙ୍ଗିଦେବେ, ଆମେ ଖାଲି ଭଗବାନ ବଞ୍ଚାଅ, ଯେମିତି ଆମେ ଟିଭିରେ ଶୁଣିଛୁ ଋଷିମୁନି ମାନେ ଚିତ୍କାର କରନ୍ତି, କାରଣ ସେମାନେ ନିର୍ବଳ, ତାଙ୍କର ଯୁଦ୍ଧ କରିବାର କ୍ଷମତା ନାହିଁ, ଭଗବାନ ବଞ୍ଚାଅ। କିନ୍ତୁ ଭଗବାନଙ୍କ ମୂର୍ତ୍ତିଟାକୁ ହିଁ ଫିଙ୍ଗି ଦେଇଥିବେ। ଏଇ ଭଗବାନ ବଞ୍ଚାଅ ବୋଲି କହିବା ମାନେ ନିଜକୁ ହିଁ ବଞ୍ଚେଇବା, ନିଜେ ହିଁ ଭଜମାନ ହୁଅ। ତୁମେ ତ ନିଜକୁ ନିଜେ ହିଁ ବଞ୍ଚେଇ ପାର ନା, ଇଷ୍ଟଙ୍କୁ କଣ ବଞ୍ଚେଇବ? ସେତେବେଳେ କିନ୍ତୁ ପ୍ରବୃତ୍ତିଟା ଆମକୁ ହିଁ ଖାଇଦବ, ଆଉ କେହି ଆମକୁ ରକ୍ଷା କରିପାରିବେନି। ମିଛୁଆ ରାଧୁଆ ଭଳିଆ ସତକୁ ସତ ବାଘ ଆସିବ, ମାନେ କିଏ? ପ୍ରବୃତ୍ତି ଆସିବ, ଆଉ ସବୁଦିନ ପାଇଁ ରାଧୁଆ ମରିଯିବ, ଆମର ଅନ୍ତ ଘଟିବ, ଆମର ଶରୀରର ଅନ୍ତ ଘଟିଯିବ। ଶରୀରର ଅନ୍ତ ତ ଏମିତି ଘଟିବାର ଅଛି ହିଁ ହବ, କିନ୍ତୁ ପ୍ରବୃତ୍ତି ନେଇ ନୁହେଁ, ନିବୃତ୍ତି ନେଇ ହଉ। ଏଇଟା ହିଁ ଆଲୋଚନାର ସାର କଥା। ଜୟଗୁରୁ। ସୁଭାଷ ଭାଇ ଜୟଗୁରୁ। ଜୟ ଗୁରୁ, ବହୁତ ବହୁତ ଧନ୍ୟବାଦ। ଡକ୍ଟର ରମାକାନ୍ତ ମିଶ୍ର, ପ୍रोफेसर इन बटनी।